तोर इच्छा पूर्ण हेउ तोर कर्म सफल हेउ। हे भगवान तोर इच्छा पूर्ण हेउ तोर संकल्प କାର୍ଯ୍ୟକାରୀ ହେଉ। ଆମ୍ଭମାନଙ୍କର ଭକ୍ତିକୁ ଦୃଢ଼ କର, ସମର୍ପଣକୁ ବର୍ଦ୍ଧିତ କର, ପଥ ଜ୍ୟୋତିର୍ମୟ କର। ଅନ୍ତରରେ ଆମ୍ଭେମାନେ ତୋତେ ପରମ ଅଧୀଶ୍ୱର ରୂପେ ପ୍ରତିଷ୍ଠା କରୁଛୁ। ତୁ ଯେପରି ସମଗ୍ର ଭାରତର ପରମ ଅଧୀଶ୍ୱର ହୋଇପାରୁ। ଆମ୍ଭମାନଙ୍କର ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ନ, ତାହାକୁ ଆଲୋକିତ କର। ଆମମାନଙ୍କର ଅଭିପ୍ସା ଏବେ ବି ମଳିନ, ତାହାକୁ ଶୁଦ୍ଧ କର। ଆମ୍ଭମାନଙ୍କର କର୍ମ ଏବେ ବି ଅସମର୍ଥ, ତାହାକୁ ସାମର୍ଥ୍ୟ ଯୁକ୍ତ କର। ହେ ଭଗବାନ, ଏ ପୃଥିବୀ ଆର୍ତ ଶୋକଗ୍ରସ୍ତ ବିଶୃଙ୍ଖଳା ଏହାକୁ ବାସଗୃହ କରିଛି। ଅନ୍ଧକାର ଏତେ ଘନୀଭୂତ ଯେ ଏକମାତ୍ର ତୁ ହିଁ ତାକୁ ଦୂର କରିପାରୁ। ଆସ କାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ, କର୍ମ ତୋର ସଂସିଦ୍ଧ ହେଉ, ମାଙ୍କର ଜୟ ହେଉ। परम प्रभु श्री अरविंद एवं दिव्य जननी श्री माकर चरण कमल गभीर भाव मोर अंतर कृतज्ञता सहित प्रणाम जन आज कार्यक्रम को आरंभ करने को जाऊँगी एवं तत्संगे संगे से प्रार्थना करुछि एवं से माने आमर कार्यक्रम प्रस्तुत उपस्थित रही वक्ता श्रोता उभय को ये जटिल तत्व सब बुझेबार सहायक हेबे। एवं आपण माने सब जो माने जोग देते समस्त को प्रणाम सहित मु स्वागत करुछि। आमे गोटे अत्यंत जटिल वर्णना सब भीतर देकर वर्तमान गति करुचे। गला थर सेमती अनेक इमेज आमे ताकू चेष्टा करथिले बुझिबा पई। एबे सेमती किछि इमेज आसीबो अत्यंत जटिल इमेज प्रतिबिंब सब एगुड़ाक सबू उपमा उपमेय धरिकी आसो एवं माँ ताकू अवश्य बुझेवा को चेष्टा करेंगे। गला थर आम प्राय गोटे पेज छाड़ देते गला थर लेखार गोटे पृष्ठ रही जाइथिला से पृष्ठाटी हूँ 17 नंबर एवं 16 रु टिके आरंभ करुच्ची खाली लिंक टा स्थापन करने को। आमे बर्तमान अच्छे आमे बर्तमान आलोचना अच्छे भाइटल माइंड रे द डिजायर माइंड रे। आगुरी पढ़ीचे सी कि भाव क्रियाशील हुए एठी गोटे इमेज दिया जाइछि ardent to find incapable to retain a brilliant instability was its mark to
Air, its inborn trend, its native cue. କିଛି ପ୍ରାପ୍ତ କରିବା ପାଇଁ ବ୍ୟଗ୍ର କିନ୍ତୁ ଧରି ରଖିବାକୁ ଅକ୍ଷମ। ଏଭଳି ତାର ଚରିତ୍ର। ଏକ ସମୁଜ୍ଜଳ ଅସ୍ଥାୟିତ୍ୱ ହେଲା ତାର ବହ୍ନି, ତାର ଚିହ୍ନ। ଅସ୍ଥାୟିତ୍ୱ ଯଦି ଅସ୍ଥାୟିତ୍ୱ, ସମୁଜ୍ଜଳ କଣ? ବ୍ରିଲିଏଣ୍ଟ ଇନଷ୍ଟାବିଲିଟି। ଏଠି ବ୍ରିଲିଏଣ୍ଟ ଇନଷ୍ଟାବିଲିଟି ଯୋଉଟା ନାହିଁ, ବ୍ରିଲିଏଣ୍ଟ କାହିଁକି ନା ସେ ବ୍ରିଲିଏଣ୍ଟ ବୋଲି କୁହାଯାଉଛି ସେ ଆକର୍ଷିତ କରେ। ବ୍ରିଲିଏଣ୍ଟ ଖୁବ୍ ସମୁଜ୍ଜଳ ଭାବେ ସେ ଅସ୍ଥାୟିତ୍ୱକୁ, ଅସ୍ଥାୟିତ୍ୱ ହେଲା ତାର ଚିହ୍ନ। ଅଳ୍ପ ସମୟ ପାଇଁ ରହିବ କିନ୍ତୁ ବ୍ରିଲିଏଣ୍ଟ ଭାବରେ ରହିବ। ଅସ୍ଥାୟିତ୍ୱ ହେଲା ତାର ଚିହ୍ନ ଏବଂ ଭୁଲ କରିବା ହେଲା ତାର ଜନ୍ମଗତ ପ୍ରବୃତ୍ତି ବା ପ୍ରବଣତା, ତାର ସ୍ୱଭାବର ସଂକେତ। ସବୁବେଳେ ଭୁଲ କରୁଥାଏ। ପ୍ରାଣ ଶକ୍ତି ସବୁବେଳେ, ଡିଜାୟାର୍ଡ ମାଇଣ୍ଡ ସବୁବେଳେ ଭୁଲ କରୁଥାଏ ଏବଂ କୋଉଟା ଠିକ କୋଉଟା ଭଲ ତାକୁ ବିଚାର ନଥାଏ। କାରଣ ଏ ପର୍ଯ୍ୟନ୍ତ ରିଜନ ମାଇଣ୍ଡ ଆସିନି, ଯିଏ ଠିକ ଭାବେ ବିଚାର କରି ସବୁ କାର୍ଯ୍ୟ କରିବ। ଆପଣ ମାନେ ମନେ କରନ୍ତୁ ଆମେ ସେଇ ଜାଗାରେ ବର୍ତ୍ତମାନ ଅଛେ। ବର୍ତ୍ତମାନ ଯୋଉ ମନ ଧରିକି ଆମେ ଆକୁ ପାଠ କରୁଛେ ସେଇ ମନରେ ନୁହେଁ। ଆମେ କେବଳ ଭାଇଟାଲ ମାଇଣ୍ଡରେ ଅଛେ, ଉପସ୍ଥିତ ଅଛେ। ରିଜନ ମାଇଣ୍ଡ ଆହୁରି ଆସିନି। ତେଣୁ ସେ ତାର ଭୁଲ ହେଲା ତାର ଲକ୍ଷ୍ୟ। ଏଠି ଇମାଜିନ କରନ୍ତୁ, ଭାବନ୍ତୁ, ମନେ କରନ୍ତୁ ଯୋଉ ଲୋକ ପାଠ ସାଠ ପଢିନି ଏବଂ ରିଜନ ମାଇଣ୍ଡକୁ ଡେଭଲପ କରିନି, ସିଏ ଭାଇଟାଲ ମାଇଣ୍ଡ ଭିତରେ ଅଛି। ସେ ଯୋଉ କାର୍ଯ୍ୟ ଗୁଡାକ କରେ ଅଧିକାଂଶ ସେଥିରେ ଭୁଲ ହୁଏ। ତାପରେ କହୁଛନ୍ତି, ଏଠି ଗୋଟେ ଇମେଜ ଦେଇଛନ୍ତି, at once to an unreflecting credence prone, it thought all true, that flattered its own hopes, it cherished golden things, golden nothings, born of wish, it snatches at the unreal, the provender। ତା ଇମେଜ ସବୁ ଦେଖନ୍ତୁ କେମିତି। ତତ୍କ୍ଷଣାତ୍ ଏକ ନିର୍ବିଚାର ବିଶ୍ୱାସ ପ୍ରତି ଉନ୍ମୁକ୍ତ ହୁଏ। ଆଗରୁ କହିଛି ତାର ବିଶ୍ୱାସ ନାହିଁ, ବିଚାର ନାହିଁ, ବିଚାର ଆସିନି। ତତ୍କ୍ଷଣାତ୍ ଏକ ନିର୍ବିଚାର ବିଶ୍ୱାସ। ଅନରିଫ୍ଲେକ୍ଟିଂ ହଉଛି ନିର୍ବିଚାର, without thinking anything, that is unreflecting। ନିର୍ବିଚାର ବିଶ୍ୱାସ, କ୍ରେଡେନ୍ସ ମିନ୍ସ ବିଶ୍ୱାସ ପ୍ରତି ଉନ୍ମୁଖ ଥାଏ, ପ୍ରୋନ୍ ଟୁୱାର୍ଡସ୍ ଦ୍ୟାଟ୍, ଉନ୍ମୁଖ ହୁଏ। ଯାହା ସବୁ ତାର ଆପଣା ଆଶାରାଜିର ପରିପୋଷଣ କରେ ତାହାକୁ ସତ୍ୟ ବୋଲି ଭାବୁଥାଏ। ଜୀବନରେ ସେ ଯାହା ଆଶା କରୁଛି ସେଗୁଡାକ ଯଦି ତାକୁ କୁହାଯିବ ଏହା ଅଛି, ସେଟାକୁ ସତ୍ୟ ବୋଲି ଗ୍ରହଣ କରିବ। ଆଉ ତାର ବିଚାର ଫିଚାର କିଛି ନାହିଁ, ସେଇଟା ହିଁ ସତ୍ୟ। ତା ଅଭିଳାଷରୁ ଜନ୍ମିତ ସୁନେଲି ଅଣସ୍ତି ସବୁ ଆଦର କରୁଥାଏ। ଦେଖନ୍ତୁ କି ପ୍ରକାର ଇମେଜ ପ୍ରଭୁ ଦେଇଛନ୍ତି। ଚେରିଶ୍ଡ ଗୋଲ୍ଡେନ ନଥିଙ୍ଗସ୍,
গোল্ডেন নথিংস, স্বর্ণময়, স্বর্ণময় সোনেলি অনস্তি। କମ୍ପ୍ଲିକେଟେଡ ଜଣା ପଡୁଛି। ସୁନେଲି ଅନସ୍ତି ଗୋଟେ କିଛି ନାହିଁ, ସେ ପୁଣି ସୁନେଲି କେମିତି ହେଲା? ସୁନେଲି ଅନସ୍ତି ସବୁକୁ ଆଦର କରୁଥାଏ। ସୁନେଲି ଭଳିଆ ଦେଖାଯାଉଥିବ କିନ୍ତୁ ସେ ଅନସ୍ତି, ତାର ଅସ୍ତିତ୍ୱ କିଛି ନଥିବ, ତାକୁ ସେ ଆଦର କରେ। କାହିଁକି ନା ତାହା ତାର ଅଭିଳାଷରୁ ଆସିଥିବ, ତାର ଇଚ୍ଛାରୁ ଆସିଥିବ, ୱିଶରୁ ଆସିଥିବ। ଏବଂ ସାଚେସେଡ ଦି ଅନରିଏଲ ଫର ପ୍ରୋଭେଣ୍ଡର। ପ୍ରୋଭେଣ୍ଡର ଅର୍ଥ ଖାଦ୍ୟ। ତାହା ଅବାସ୍ତବକୁ ନିଜର ଆହାର୍ଯ୍ୟ ଭାବେ ଝାମ୍ପି ନିଏ। ସ୍ନାଚେସ୍, ଅବାସ୍ତବ ବସ୍ତୁକୁ ଝାମ୍ପି ନିଏ ନିଜର ଆହାର ଭାବରେ ନିଜର ଜିନିଷ ବୋଲି ଝାମ୍ପି ଦିଏ ଏବଂ ସେ ସତ୍ୟ ବୋଲି ଭାବେ, କାରଣ ତାର ଅଭିଳାଷକୁ ସେ ପୂରଣ କରୁଥାଏ, ତାର ଆଶା ସବୁକୁ ସେ ଇଏ କରୁଥାଏ, ତେଣୁ ଏଇଟା ସତ୍ୟ ହେଇଥିବ ବୋଲି ମନେକରି ଇଏ ଝାମ୍ପି ନିଏ। ଏଇଠି ସରିଲା ଗଲା ଥରର ଇଏ ଗୋଟେ ପେଜ ଆଉ ରହିଯାଉଥିଲା ଏବଂ ଆମେ ସେ ପେଜରୁ ଆରମ୍ଭ କରିବା। Page 17. In darkness it discovers luminous shapes. Peering into a shadow-hung half-light, it saw hued images scrawled on fences caved, or it swept in circles through conjecture's night and caught in imagination's camera bright scenes of promise held by transient flares fixed in a life's air and feet on of horrid dreams, kept prints of passing forms and hooded powers, and flash images of half-seen verities. A লম্বা প্যাসেজ এবং ବୁଝିବା କଷ୍ଟକର। ଯୋଉ ଇମେଜ ଦିଆଯାଇଛି, ଦେଖନ୍ତୁ, ଡାର୍କନେସ୍ ଇଟ୍ ଡିସ୍କଭର୍ସ ଲୁମିନସ୍ ସେପ୍ସ। ଏଇ ଭାଇଟାଲ ମାଇଣ୍ଡ, ଡିଜାୟାର୍ଡ ମାଇଣ୍ଡ ଡାର୍କନେସରେ ଅଛି ଏବଂ ଡାର୍କନେସରେ ଥାଇକି ସେ କଣ କରେ? ଲୁମିନସ୍ ସେପ୍ସ ଆବିଷ୍କାର କରେ, ଆଲୋକ ବିକ୍ଷେପକାରୀ ରୂପରାଜି। ଆପଣ ଗୋଟେ କଳ୍ପନା କରନ୍ତୁ, ଇମାଜିନ କରନ୍ତୁ, ଡାହାଣୀ ନିଆଁକୁ ଆମେ ଜାଣିଛେ, ଡାହାଣୀ ନିଆଁ ଦୂରରୁ କିଛି ନଥାଇକି ଗୋଟେ ନିଆଁଟେ ଝଲକିରେ ବାହାରିଯିବ ଏବଂ ଘୋର ଅନ୍ଧକାର ଭିତରେ, ତାକୁ ଡାହାଣୀ ନିଆଁ କୁହାଯାଏ। ସେ ଅନ୍ଧକାରରେ ଆବିଷ୍କାର କରେ ଆଲୋକ ବିକ୍ଷେପକାରୀ ରୂପରାଜି। ସେଇ ଆଲୋକଟା ଯିଏ ଦିଏ, ସେ ରୂପକୁ ସେ ଆବିଷ୍କାର କରେ। ସେଇଭଳିଆ ଝଲକ ଆଲୁଅ ଯିଏ ଦିଏ, ସେ ରୂପକୁ ଗ୍ରହଣ କରେ। peering into the shadow hung half light, ଏକ ଛାୟା ଝୁଲା ଅର୍ଦ୍ଧାଲୋକ ମଧ୍ୟକୁ, ଘୋର ଅନ୍ଧକାର ଭିତରେ ମଶାଣିରେ ଘୋର ଅନ୍ଧକାର ଥିବ ଏବଂ ସେ ଛାୟା ଝୁଲା ଅର୍ଦ୍ଧାଲୋକ ଟିକେ ଟିକେ ଦେଖାଯାଉଥିବ
ତା ଦେହରେ ଛାଇଟେ ଝୁଲିକି ରହିଥିବ। ଖୋଜିଲା ପରେ ନିରୀକ୍ଷଣ କରେ ତା ଭିତରେ ଟିକେ ଝାପସାକିରି ଆଲୋକ ଆସିବ ତ, ଲୁମିନସ୍ ସେପ୍ସ ଅଫ ଡାର୍କନେସ୍ ଟିକେ ଝାପସା କରାଯାଏ, ତେଣୁ ସେଥିରେ କଣ ଅଛି ଖୋଜିଲା ଭଳିଆ ଆସିବ, ନିରୀକ୍ଷଣ କରେ। ପରମ ଅବାସ୍ତବ କଳ୍ପନାର ଗୁହାରେ ତରବରିଆ ଭାବେ ଓ ଅସ୍ପଷ୍ଟ ଭାବେ ଲିଖିତ ବର୍ଣ୍ଣିଳ ଛବି ସବୁ ତାହା ଦେଖୁଥାଏ। ये गोटे इमेज देखु फेन्सिस केव, परम कल्पनार गुहा सब, अवास्तव कल्पनार गुहा। It saw hued images, नाना वर्णरे वर्णित इमेज सब देखे, छवि सब देखे, वर्णिल छवि सब देखे, ये सब कल्पना रे देखे, तार कौन सी वास्तवता न थाए। ह्यूड इमेजेस स्क्राउल्ड ऑन फेंसिस के तरबरिया भाव रे अस्पष्ट भाव रे, स्क्राउल्ड माने तरबरिया भाव रे अस्पष्ट भाव रे चित्रित होइथिबा वर्णिल छवि सब ताहा देखुଥାଏ। अथवा अनुमानर निश्चित मध्य देई ताहा वृत्ताकार रे तन्न तन्न भावे घूरी बुली एवं कल्पनार फोटो उठा यंत्र रे धरी रखुଥାଏ। सबू कल्पना, सबू अवास्तव, किसी वास्तवता से नहीं, तार गोटे इमेज एथिरे दिया ହେଇଛି। ये प्राणमय जगत, प्राणमय सत्ता एमती निरीक्षण कर अवास्तवता भितर। ये देखो इट इज स्वेप्ट इन सर्कल्स थ्रू कंजक्चर्स नाइट। कंजक्चर हला अनुमान, गेस, अनुमानर निषिद्ध, नाइट माने निषिद्ध, अंधकार राज्य, अनुमानर अंधकार राज्य, तारी भितरे स्वेप्ट इन सर्कल्स, वृत्ताकार रे तन्न तन्न भावे खोजी बुली। ये आपण गोटे अनुमान करंतु, घोर अंधकार भितरे महासागर तटदेश जो लाइट थाए, लाइट हाउस थाए, जहाज को निरीक्षण करे आलोक दिए कि मुझे अच्छी यहीटा ही कूल, से कौन करे, से आलोटा बुलू थाए, से अंधकार भितर बुलू थाए, जलिक बुलनी, से सांगे सांगे अल्प आलुओ दे देकरी पुणी आ गोटे घुंची पड़े, आउ टिके अल्प आलुओ देकरी आ गोटे घुंची पड़े, घुरू थाए। सेटा जेमिति ये गोटे दिया वृत्ताकार रे तन्न तन्न भावे खोजी बुली थाए। से ये जेमि लाइट टा वृत्ताकार रे बुल थाए, आरंभ हला डाहाण पटु एवं बाम पट को घूरी 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 जाए, अल्प अल्प आलुओ देखी लाइट हाउस रे से लाइट टा जेमि बुलू थाए, ठीक से वृत्ताकार रे तन्न तन्न भावे खोजी बुली कल्पनार फोटो उठा यंत्र रे, प्रकृत फोटो उठा यंत्र नहीं, किसी कैमेरा नहीं, कल्पनार कैमेरा रे सब धरी रखा को चेष्टा करुଥାଏ। कि प्रकार इमेज आप देखु, कौन सब फोटो उठाऊ थाए, कहार अस्थायी अग्निझलक राजी द्वारा धृत होइथिबा प्रतिश्रुतिर उज्ज्वल दृश्यराज, उज्ज्वल दृश्यराज कहार
bright scenes, bright scenes of promise, ଯୋଉଠି ଆପଣ ପ୍ରତିଶ୍ରୁତି ପ୍ରାପ୍ତ କରିବେ ସେ ପ୍ରତିଶ୍ରୁତିଟା ନିଶ୍ଚିତ ଭାବରେ ସେ ସିନ୍ଟା ବ୍ରାଇଟ୍ ହବ, ଆଲୋକମୟ ସେ ହବ। ଏବଂ ବ୍ରାଇଟ୍ ସିନ୍ସ ଅଫ୍ ପ୍ରମିସ୍ ହେଲ୍ଡ ବାଇ ଟ୍ରାନ୍ସିଏଣ୍ଟ ଫ୍ଲେୟର୍ସ। ଟ୍ରାନ୍ସିଏଣ୍ଟ ଫ୍ଲେୟର ଅଲସୋ ଅସ୍ଥାୟୀ, ଫ୍ଲେୟର୍ସ ମାନେ ଝଲକ। ଯୋଉ ଲାଇଟ୍ ହାଉସ୍ କଥା ମୁଁ କହିଲି, ଡାହାଣ ପଟରେ ସେ ଲାଇଟ୍ ହାଉସ୍ଟା ଯଦି ବାଁ ପଟ ଆଡ଼କୁ ମୁଭ୍ କରୁଛି, ଫ୍ଲାସ୍ ଲାଇଟ୍ ଭଳିଆ ଟିକେ ଦେଖେଇଦେଲା ପୁଣି ଆଉ ଟିକେ ଘୁଞ୍ଚିଗଲା, ଟିକେ ଦେଖେଇଦେଲା ପୁଣି ଆଉ ଟିକେ ଘୁଞ୍ଚିଗଲା, ଟିକେ ଦେଖେଇଦେଲା ଆଉ ଟିକେ ଘୁଞ୍ଚିଗଲା, ଏଇଭଳିଆ ସେ ଝଲକ ଦ୍ୱାରା ଯୋଉ ଜିନିଷଟାକୁ ଦେଖେ ତାକୁ ଧରି ନିଏ, ତାକୁ ଭାବେ ଓହୋ ଜାହାଜଟା ବୋଧେ ଆସୁଛି, କଣ ଗୋଟେ ଜାହାଜ ଗୋଟେ କଣ ଆସୁଛି, ଟିକେ ଝାପ୍ସା ଅଲୁଅ ପାଏ, ଏ ପ୍ରତିଶ୍ରୁତି ମିଳେ ସେ ଭିତରୁ ଯେ ଗୋଟେ ଅନ୍ଧକାର ଭିତରେ ଜାହାଜଟି ଆସୁଛି। ସେ ଯେଭଳି ଏଇ ମନ ଅନ୍ଧକାର ଭିତରେ ଘୁରି ବୁଲୁଥାଏ, ଆଲୋକ ତା ଭିତରକୁ ଆସିପାରିନି ଏବଂ ଜଡ଼ ଆଉ ପ୍ରାଣର ନିୟନ୍ତ୍ରଣ ଭିତରେ ସେ ଅଛି, କୌଣସି ନିଶ୍ଚିତ କଥା ସେ ଦେଖିପାରେନି, ଏମିତି ସବୁ ଇମାଜିନେସନ ଭିତରେ ଗୁଡାଏ ସବୁ ଦେଖେ, ଯାକୁ ତାକୁ ପ୍ରତିଶ୍ରୁତି ଭଳିଆ ଲାଗେ, ଏସବୁ ଇମାଜିନେସନ ଗୁଡାକ ସବୁ ଘଟିବ ବୋଲି ମନେ ହୁଏ ତାର, ଏଇଭଳି ସବୁ କଳ୍ପନା ଭିତରେ ସବୁ ଦେଖୁଥାଏ। ଫିକ୍ସଡ୍ ଇନ୍ ଲାଇଫ୍ସ ଏୟାର ଦି ଫିଟ୍ ଅଫ୍ ହରିଂ ଡ୍ରିମ୍ସ। ତେଣୁ ସେ ଯୋଉ ସ୍ୱପ୍ନ ସବୁ ଦେଖେ ପ୍ରାଣର ବାତାବରଣରେ ଅତ୍ୟଧିକ ଭାବେ ଚଳଚଞ୍ଚଳ ସ୍ୱପ୍ନରାଜି, ଅତ୍ୟଧିକ ଭାବେ ଚଳଚଞ୍ଚଳ ସ୍ୱପ୍ନରାଜି। ଗୋଟେ ସ୍ୱପ୍ନ ଦେଖେଇଦେଲା ସେ ଚାଲିଗଲା, ଆଉ ଗୋଟେ ସ୍ୱପ୍ନ ଆସିଲା ଚାଲିଗଲା, ଏଇଭଳିଆ ସେ କୋଉଠି ନା ପ୍ରାଣର ବାତାବରଣରେ ଅତ୍ୟଧିକ ଭାବେ ଚଳଚଞ୍ଚଳ ସ୍ୱପ୍ନରାଜିର ପଦପାତ ଦୃଢ ଭାବରେ ନିବିଦ୍ଧ କରୁଥାଏ। ତାର ପଦପାତ ହେଲା, ଆସିଲା ଦେଖିଲା ଗୋଟେ ପଦପାତ ହେଲା, ସେଇଟାକୁ ନିବଦ୍ଧ କରୁଥାଏ। Fixed the feet of hurrying dreams, kept prints of passing forms and hooded powers। ଚାଲି ଯାଉଥିବା ମହାରୂପ ସବୁ, ପାସିଂ ଫର୍ମସ୍, ଚାଲି ଯାଉଥିବା ମହାଦୃଶ୍ୟ ରୂପ ସବୁ ଏବଂ ମୁଖାଚ୍ଛାଦିତ ସାମର୍ଥ୍ୟ ରାଜିର, ଏଇଟା ମହାସାମର୍ଥ୍ୟ ହବ, ମହାଟା ଛାଡ଼ି ଦିଆହେଇଛି, ଆପଣ ମହାଟା ଯୋଡ଼ି ପାରନ୍ତି। କଣ କଣ ଦେଖେଛେ, ଚାଲି ଯାଉଥିବା ମହାରୂପ ସବୁ ଏବଂ ମୁଖାଚ୍ଛାଦିତ ହୁଡେଡ୍, ଗୋଟେ କଭର ହେଇଥିବା ମୁହଁ, ହୁଡ୍ ମୁଖାଚ୍ଛାଦିତ ମହାସାମର୍ଥ୍ୟ ରାଜିର ଏବଂ ଫ୍ଲାସ୍ ଇମେଜେସ୍ ଅଫ୍ ଅଲ୍ ହାଫ୍ ସିନ୍ ଭେରିଟିଜ୍, ଅର୍ଦ୍ଧଦୃଷ୍ଟ ବିଶ୍ୱାସର କିଛି ସ୍ଥାୟୀ ସତ୍ୟ ସବୁ, ଅର୍ଦ୍ଧଦୃଷ୍ଟ ବିଶ୍ୱାସର ହାଫ୍ ଇମେଜେସ୍ ହାଫ୍ ସିନ୍ ଭେରିଟିଜ୍, ଅର୍ଦ୍ଧଦୃଷ୍ଟ ବିଶ୍ୱାସ ର କିଛି ସ୍ଥାୟୀ ସତ୍ୟ ସବୁ, ଫିକ୍ସଡ୍ ଇମେଜେସ୍, ତାକୁ ସବୁ ଦେଖୁଥାଏ ଏବଂ ସତ୍ୟ ସବୁର ମୁଦ୍ରିତ ଲିପିମାଳା ଧରି ରଖୁଥାଏ। ପ୍ରିଣ୍ଟସ୍, କେପ୍ଟ ପ୍ରିଣ୍ଟସ୍, ଯାହା ଦେଖୁଥାଏ ସେ ପ୍ରିଣ୍ଟ କରି, ସବୁ କାଳ୍ପନିକ, ବାସ୍ତବତା ନାହିଁ, କଳ୍ପନା ଭିତରେ ସବୁ ତିଆରି କରୁଛି। ଆପଣ ଦେଖନ୍ତୁ ଯେତେବେଳେ ପ୍ରାଣମୟ ଜଗତରେ କଳ୍ପନା ଖାଲି ହୁଏ, ସେ କଳ୍ପନା ଗୁଡାକ ଦେଖନ୍ତୁ କେମିତି କଳ୍ପନା ହୁଏ,
ମୁଁ ଏହା କରିଦେବି ତା କରିଦେବି ଏଇଟା ଏମିତି କରିଦେବି ଲଟେରୀ ବାନ୍ଧିଦେବି ମୋତେ ଏତିକି ଲକ୍ଷ ଟଙ୍କା ମିଳିଯିବ ସେ ଲକ୍ଷ ଟଙ୍କା ପାଇଲା ପରେ ମୁଁ ଏହା କରିବି ତା କରିବି ଘରଟେ କରିବି ଆଉ କରିବି କଣ କରିବି କିମ୍ବା ସେଇ ଯୋଉ ସ୍ତ୍ରୀ ଲୋକଟିକି ଦେଖିଥିଲି ତାକୁ ମୁଁ ବହୁତ ଭଲ ପାଏ ତାକୁ ନିଜର କରିଦେବି କଳ୍ପନା ଭିତରେ ସବୁ କଳ୍ପନା ଭିତରେ ସିଏ କରେ ଏଇଭଳିଆ କଳ୍ପନା ଏଭଳିଆ ସ୍ୱପ୍ନ ଆମେ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଦେଖୁନାହିଁ କି ଆମେ ସମସ୍ତେ ଆକୁ ଦେଖିଥାଉ ଏବଂ ଉଠିକିରି କହୁ ଯେ ସ୍ୱପ୍ନରେ ମୁଁ ଦେଖୁଥିଲି ଜିନିଷ ସବୁ ହବ ସେଇ ଯୋଉ କାଳ୍ପନିକ ଦୃଶ୍ୟ ସବୁ ଦେଖ ତାର ଇମେଜ ସବୁ ଏଇଟା ବର୍ଣ୍ଣନା କରାଯାଇଛି ଯେ ପ୍ରାଣମୟ ଜଗତରେ ପ୍ରାଣ ସତ୍ତା କିଭଳି ତାକୁ ସବୁ ଦେଖେ ସ୍ୱପ୍ନ ଜିନିଷକୁ କିଭଳି ଦେଖେ ଏବଂ ସେ କ୍ଷଣ ସେ ଅଳ୍ପ ସମୟ ପାଇଁ ଦେଖେ ଆଉ ଗୋଟେ ସ୍ୱପ୍ନକୁ ପଳାଏ ଆପଣ ଦେଖନ୍ତୁ ମନେ କରନ୍ତୁ ଯେତେବେଳେ କିଛି କାମ ନାହିଁ ବସିକିରି କିଛି କଳ୍ପନା କରୁଛନ୍ତି ପ୍ରାଣ ମଧ୍ୟ ସେଥିରେ ଗୋଟେ କିଛି ହାସଲ କରିବା ପାଇଁ ଏମିତିକା ସବୁ ଇମେଜେସ୍ ଆସେ ଏସବୁ ପ୍ରାଣମୟ ସତ୍ତାର କାର୍ଯ୍ୟ ତାକୁ ସବୁ ପ୍ରିଣ୍ଟ କଲା ଭଳିଆ ସେ ପାସିଂ ଫର୍ମସ ଯେ ଦେଖାଯାଉଛି ପଳେଇ ଯାଉଛି ଦେଖାଯାଉଛି ପଳେଇ ଯାଉଛି ଆଉଥରେ ଆସୁଛି ଏବଂ ତାର ସବୁ ମୁଖା ଛାଦିତ ଶକ୍ତିରାଜକୁ ସେ ସବୁ ଦେଖେ ତାପରେ ଏଇଠି ଗୋଟେ ଦେଖନ୍ତୁ ରହିଲା ଏନ୍ an eager spring to seize and to possess, unguided by reason or the seeing soul, was its fast natural motion and its last. Unguided by reason, reason ତ ନାହିଁ ଆଉ ସାଧାରଣ ଭାବରେ ରିଜନ ଯେତେବେଳେ ଆସିବ ସେ ଚିନ୍ତା କରିବ ବିଚାର କରିବ କେତେ ସତ୍ୟ ଅଛି କେତେ ମିଥ୍ୟା ଅଛି ଏ ହେଇପାରିବ କି ନାହିଁ ମୋ କ୍ଷମତା ଭିତରେ ଆସିବ କି ନାହିଁ ବିଚାର କରିବ ଏ ଦ୍ୱାରା ସେ ଗାଇଡ ହୁଏ ଯୁକ୍ତି ବୁଦ୍ଧି ଅଥବା ଦେଖୁଥିବା ଆତ୍ମା ଦ୍ୱାରା ଦିଗ୍ଦର୍ଶିତ ନ ହୋଇ ଅନଗାଇଡ ଦିଗ୍ଦର୍ଶିତ ନ ହୋଇ ବାନ୍ଧି ରଖିବା ଏବଂ ଅଧିକାର କରିନେବା ବାନ୍ଧି ରଖିବା ସିଜ୍ ଆଣ୍ଡ ପୋଜେସ୍ ନିମିତ୍ତ ଏକ ଉଦ୍ଗ୍ରୀବ ଲମ୍ଫ ଦେବା ଏକ ଇଗର ସ୍ପ୍ରିଙ୍ଗ ମାନେ ଲମ୍ଫ ଦେବା ଉଦ୍ଗ୍ରୀବ ଅତ୍ୟଧିକ ଉଦ୍ଗ୍ରୀବ ହେଇକି ଲମ୍ଫ ଦେବା ହେଲା ତାର ସ୍ୱାଭାବିକ ଖାଦ୍ୟ was its natural motion ସ୍ୱାଭାବିକ ଆଦ୍ୟ ଏବଂ ଅନ୍ତିମ ଚଳନ ଭଙ୍ଗୀ ଆଦ୍ୟ ଏବଂ ଅନ୍ତିମ କେମିତି ହେଲା ନା ଯୋଉ ସମୟରେ ଦେଖୁଥାଏ ସେ ଆଦ୍ୟ ପରବର୍ତ୍ତୀ ସମୟରେ ସେଟା ଚାଲିଯାଏ ଅନ୍ତିମ ହେଇଯାଏ ଆଉ ଗୋଟେ ଛଟି ଆସେ এইଭଳି ସେ ପ୍ରାଣ ସତ୍ତା ଯାହାର ରିଜନ ଡେଭଲପ କରିନାହିଁ ଆପଣ ଗୋଟେ ଶିଶୁର ରିଜନ ଡେଭଲପ କରିପାରେ ନାହିଁ ଶିଶୁର ମଧ୍ୟ ଏମିତି ସବୁ କଳ୍ପନା ଜଳ୍ପନା ଆସେ ଏ ଅଦ୍ଭୁତ କଳ୍ପନା ସବୁ ଅନେକ ଶିଶୁ କରିଥାନ୍ତି ଏବଂ ସେ ଭାବୁଥାନ୍ତି ମନରେ ଏମିତି ହବ ରିଜନିଂ ନ ଦେଇକିରି ଏସବୁ ଏ ପ୍ରାଣମୟ ଜଗତ ପ୍ରାଣମୟ ସତ୍ତାର ଏସବୁ କ୍ରିୟା ଏବଂ ସେ କଣ କରେ it squandered life's forces to achieve the impossible ଅସମ୍ଭବ କଥାକୁ ସବୁ ଦେଖେ ଏ ସେ ଅସମ୍ଭବ କଥାକୁ ଅଧିଗତ କରିବା ନିମିତ୍ତ ତାହା ପ୍ରାଣର ଶକ୍ତି ଅପଚୟ କରୁଥାଏ ପ୍ରାଣର ଶକ୍ତିକୁ କ୍ଷୟ କରୁଥାଏ ତାକୁ ଅପଚୟ କରୁଥାଏ ତାପରେ ଆସିକି ଦେଖନ୍ତୁ it scrolled the straight road and run on
wandering corpse, and left what it had owned for untried things. Untried things. It saw unrealized aims as instant fate and chose the precipice for its leap to heaven. ये ଆଉ ଏକ ଇମେଜ ଆସିଲା ତାର it scorned the straight road ସିଧା ରାସ୍ତାକୁ ଘୃଣା ବା ଅବଜ୍ଞା କରୁଥାଏ ସ୍କର୍ନ ଘୃଣା କରିବା ବା ଅବଜ୍ଞା କରିବା ସିଧା ରାସ୍ତାକୁ ଘୃଣା କରି ଅବଜ୍ଞା କରୁଥାଏ ଏବଂ ଲକ୍ଷ୍ୟହୀନ ଭାବେ ଗତିଶୀଳ ବକ୍ର ପଥରେ ଦୌଡ଼ିଥାଏ କିଛି ଲକ୍ଷ୍ୟ ନାହିଁ ବକ୍ର ପଥରେ କିଛି ଲକ୍ଷ୍ୟ ଥାଏ ଘୁରି ବୁଲୁଥିବ ଗୋଟେ ଜାଗାରେ ଅଛି ବୁଲି ବୁଲି ଆଉ ଥରେ ଆସିଲେ ଆଉ ଥରେ ସେ ଜାଗାକୁ ଆସିବ ଘୁରି ବୁଲୁଥିବ ଲକ୍ଷ୍ୟ ଥିବା ଭିତରେ ସିଧା ଯିବ ଲକ୍ଷ୍ୟହୀନ ଭାବରେ ଚକ୍ରାକାରରେ ଘୁରି ବୁଲୁଥିବ ଏପରି ଲକ୍ଷ୍ୟହୀନ ଭାବେ ଗତିଶୀଳ ବକ୍ର ପଥରେ ଦୌଡୁଥାଏ ଆହୁରି କଣ କରେ and left what it had owned for untried things ଅପରୀକ୍ଷିତ ବିଷୟବସ୍ତୁ ଅପରୀକ୍ଷିତ untried ଅପରୀକ୍ଷିତ ବିଷୟବସ୍ତୁ ନିମିତ୍ତ ତାକୁ ନେବା ପାଇଁ ଯିଏକୁ ପରୀକ୍ଷା କରିନି ଯାହାକୁ ଦେଖିନି ତାକୁ କଳ୍ପନା କରୁଛି ସେ ବସ୍ତୁକୁ ଧରି ରଖିବା ପାଇଁ ପ୍ରାପ୍ତ କରିବା ପାଇଁ ପ୍ରାପ୍ତ କରିଥିବା ବସ୍ତୁ ରାଜିକୁ ପରିତ୍ୟାଗ କରେ ଯଧ୍ରୁବାଣୀ ପରିତ୍ୟଜ୍ୟଂ ଅଧ୍ରୁବାଣୀ ନିଷେବତେ ସଂସ୍କୃତରେ ଶ୍ଲୋକ ଅଛି ଧ୍ରୁବାଣୀ ତସ୍ୟ ନଶନ୍ତି ଅଧ୍ରୁବଂ ନଷ୍ଟମୟ ବହି ହାତ ପାହାନ୍ତାରେ ଯୋଉଟା ପ୍ରାପ୍ତ ହେଇଛି ସେ ଧ୍ରୁବ ଜିନିଷକୁ ପରିତ୍ୟାଗ କରି ଅଧ୍ରୁବ ଯୋଉ ଜିନିଷଟା ଦୂରରେ ଅଛି ପ୍ରାପ୍ତ ହେଇନି ତାକୁ ଲକ୍ଷ୍ୟ କରେ ସେତିକି ବେଳେ କଣ ହୁଏ ଧ୍ରୁବାଣୀ ତସ୍ୟ ନଶନ୍ତି ଧ୍ରୁବ ଜିନିଷଟା ହାତରୁ ଚାଲିଯାଏ ଯୋଉଟା ପ୍ରାପ୍ତ କରିଛି ଅଧ୍ରୁମମ୍ ନଷ୍ଟମେ ବହି ଅଧ୍ରୁମଟା ବି ନଷ୍ଟ ହେଇଯାଏ ସେ ଶ୍ଲୋକରେ ଯାହା କୁହାଯାଏ ସେଇଭଳିଆ ସେ କଣ କରେ ଅପରୀକ୍ଷିତ ବସ୍ତୁର ଆଜି ନିମିତ୍ତ ପ୍ରାପ୍ତ କରିଥିବା ବସ୍ତୁକୁ ପରିତ୍ୟାଗ କରୁଛି ଏ ହେଲା ତାର ଏସବୁ ଜିନିଷ ଗୁଡାକ ସବୁ ସେ ପ୍ରାଣମୟ ସତ୍ତାର ଯୋଉଠି ବିଚାର ଶକ୍ତି ଆସିନି କେବଳ ପ୍ରାଣମୟ ଜଗତର ଡିଭାଇଡ ସୋଲଟା ଡେଭଲପ କରୁଛି ଏସବୁ ତାର ଚରିତ୍ର ଏସବୁ ତାର କ୍ରିୟାକଳାପ ବୋଲି ବର୍ଣ୍ଣନା ହଉଛି ଏଗୁଡାକ ସବୁ ଆମେ ଯଦି କହିବା ଗୋଟେ ପିଲା ଭିତରେ ବିଚାର ଶକ୍ତି କିଛି ଆସିନି ସେ ଯୋଉ କଳ୍ପନା ସବୁ କରେ ଯୋଉ ପ୍ରକାର ଦେଖେ ଯୋଉ ପ୍ରକାର कार्य करे ताकू जदि टिके मन भितर को आनिबा एथि किछि बुझी परिबा it saw unrealized aims as instant fate अनुपलब्ध लक्ष्य राजी को तात्क्षणिक नियति परि देखुଥାଏ अनुपलब्ध लक्ष्य राजी उपलब्ध होई नथिया प्राप्त करि नथिया लक्ष्य ये कौन करे अनुपलब्ध लक्ष्य राजी को तात्क्षणिक नियति इंस्टेंट फेट भाग्य नहीं ये भाग्य नहीं परीक्षा देइथला फेल हो गला अनुपलब्ध होला सांगे सांगे से कहे मोर भाग्य नहीं तात्क्षणिक फेट इंस्टांट फेट सांगे सांगे नियति पर कहीदे नियति नहीं तेणु है
ଆହୁରି କଣ କଲେ, and choose the precipice for its leap to heaven. ସ୍ୱର୍ଗାଭିମୁଖୀ ତାର ଉଲ୍ଲମ୍ଫନ ନିମିତ୍ତ ସ୍ୱର୍ଗକୁ ଯିବା ପାଇଁ କିଛି ନାହିଁ ତା ଭିତରେ, କୋଉଥିରେ ଯିବ କିଛି ଜାଣିନି, ସେ ସ୍ୱର୍ଗକୁ ଯିବା ପାଇଁ କଣ କରେ, ତୀକ୍ଷ୍ଣ ଭାବରେ ଉପରକୁ ଉଠିଥିବା ପାହାଡର ଶୀର୍ଷକୁ ନିର୍ବାଚିତ କରିଥାଏ। ଏକ ଷ୍ଟିଫ୍ ବୋଲେ ତୀକ୍ଷ୍ଣ ଭାବରେ ଉପରକୁ ଉଠିଥିବା ପାହାଡ, ଯୋଉଥିରେ ଚଢିକିରି ଯାଇ ହବନି, ସେ ତୀକ୍ଷ୍ଣ ଭାବରେ ତଳୁ ଉପରକୁ ଗୋଟେ କାଟିଦେଲା ଭଳି ହେଇଥାଏ, ସେଇଭଳିଆ ପାହାଡର ହଠାତ୍ ଶୀର୍ଷକୁ ପଳାଏ। ଲକ୍ଷ୍ୟ ମୁଁ ସ୍ୱର୍ଗକୁ ଯିବି। ଇମେଜ ସବୁ ଦେଖନ୍ତୁ, ଗୋଟେ ସୁନ୍ଦର ଇମେଜ। ଏବଂ ସ୍ୱର୍ଗାଭିମୁଖୀ ତାର ଉଲ୍ଲମ୍ଫନ ନିମିତ୍ତ, ଲିପ୍ ଟୁ ହେଭେନ୍, ଫର ଲିପ୍ ଟୁ ହେଭେନ୍, ତୀକ୍ଷ୍ଣ ଭାବରେ ଉପରକୁ ଉଠିବା ପାହାଡ, ପ୍ରେସିଫିସ୍, ବହୁତ ତୀକ୍ଷ୍ଣ ଭାବରେ ପାହାଡ ଉଠିଯିବା ହେତୁ ତାର ଶୀର୍ଷକୁ ନିର୍ବାଚିତ କରେ, ସେଇଠୁ ଡେଇଁକିରି ସ୍ୱର୍ଗକୁ ପଳେଇବ। କିନ୍ତୁ ସେ ପର୍ଯ୍ୟନ୍ତ ଯିବାର ଉପାୟ ଆ ପାଖରେ ବି କିଛି ନାହିଁ। এইଭଳି ବ୍ୟବସ୍ଥା ସବୁ ପ୍ରାଣମୟ ଜଗତର, ପ୍ରାଣ ସତ୍ତାର ସବୁ ଯାକ କାମନା ବାସନାରେ ବନ୍ଦୀ ହେଇଥିବା ଇଚ୍ଛା, ଯାହା କେବେ ମିଳିପାରିବନି, ଆକାଶ କଇଁଆ ଚିଲିକା ମାଛ ବୋଲି କୁହାଯାଏ। କଇଁଆ ବା ତେନ୍ତୁଳି ଉର୍ଦ୍ଧ୍ୱରେ ରହିଛି ତେନ୍ତୁଳି ଗଛର, ମାଛ ଅଛି ଚିଲିକାରେ। କି କଳ୍ପନା କରିଥାଏ, ସେଥିରୁ କଇଁଆ ତୋଳି ଆଣିବି, ଚିଲିକାରୁ ମାଛ ଆଣିବି, ତରକାରୀ କରିକି ବସିକି ଖାଇବି। ଆକାଶ କଇଁଆ ଚିଲିକା ମାଛ, ତ ଏଇ ଜିନିଷଟା ସେଇଭଳିଆ ଅନୁପଲବ୍ଧ ଲକ୍ଷ୍ୟର ଆଦିକୁ ତାକ୍ଷଣ ନିୟତି ଦେଖୁଥାଏ ଏବଂ ସ୍ୱର୍ଗାଭିମୁଖୀ ତାର ଉଲ୍ଲମ୍ଫନ ନିମିତ୍ତ ଡେଇଁକିରି ପଳେଇବ ସ୍ୱର୍ଗକୁ, ତୀକ୍ଷ୍ଣ ଭାବେ ଉପରକୁ ଉଠିଥିବା ପାହାଡର ଶୀର୍ଷକୁ ନିର୍ବାଚିତ କରିଥାଏ। Adventure its system in the gamble of life. It took fortunate gains as a safe results. It took fortuitous gains as a safe results. Error discouraged not its confident view, ignorant of the deep law of beings which, and failure could not slow its fairy clutch. One chance made true warranted at the rest. ମୁଁ ଭାବୁଛି ଆମେ ଏଠି ଟିକେ ବ୍ରେକ୍ ନବା। ନାଇଁ ବ୍ରେକ୍ ନାଇଁ, 11ଟା ହଉ, 5 ମିନିଟ୍ ଅଛି, ଏଟାକୁ ଆଲୋଚନା କରିଦେବା, ତାହେଲେ ବ୍ରେକ୍କୁ ଯିବା। କଣ ହୁଏ, ପ୍ରାଣର ଜୁଆ ଖେଳରେ ଦୁଃସାହସିକ ପ୍ରଚେଷ୍ଟା ହେଲା ତାର ବିଧି ବ୍ୟବସ୍ଥା। ପ୍ରାଣଭୂମିର ଜୁଆ ଖେଳ, ଗେମ୍ବଲ ଅଫ ଲାଇଫ। ଜୁଆ ଖେଳରେ କଣ ହଉଥାଏ, କିଛି ନିଶ୍ଚିତତା ଥାଏ କି? ମୁଁ ଏଇ ଟଙ୍କାଟା ପକେଇଦେବି, ସେ ତାରୁ 5 ଟଙ୍କା କରି ନେଇ ଆସିବି, ନିଶ୍ଚିତ ନଥାଏ। ଏ ଜୀବନର ଏଇ ଅନିଶ୍ଚିତ ଖେଳରେ ସେ କଣ କରେ, ଦୁଃସାହସିକ ପ୍ରଚେଷ୍ଟା କରିଥାଏ, ଯୋଉଟା ନହବ କେବଳ ଭୟଙ୍କର ପ୍ରଚେଷ୍ଟା କରିଥାଏ। ଦୁଃସାହସିକ ପ୍ରଚେଷ୍ଟା କରିଥାଏ। ମନେ କରନ୍ତୁ, ଜଣେ ଅତି ସୁନ୍ଦର ଝିଅକୁ ଦେଖିଲା, ଭାବିଲା ମୁଁ ତାକୁ ନିଜର କରିବି।
सी गोटे बड़ ऑफिसर झील ये गोटे सामान्य किराणी ये ताकू कौन के पाई परियो सी गोटे किंतु जीवन में से दुस्साहसिक प्रचेष्टा करे चेष्टा करे निजर करने ये है तार विधि व्यवस्था विचार नहीं किसी नहीं विचार शक्ति आसेनी किसी नहीं ये भला तार विधि व्यवस्था आकस्मिक लाभ को ही तार निरापद फल स्वरूप ग्रहण करे आकस्मिक हठात गोटे लाभ हो गला किसी गोटे मिलगला सेटा ही निरापद टू फर्टियस गेम्स आकस्मिक लाभ एज ए सेफ रिजल्ट से को निरापद फल स्वरूप ग्रहण करे एरर डिस्करेज्ड नॉट भूल भ्रांति निरुत्साहित करे नहीं तक इट्स कॉन्फिडेंट व्यू तार निश्चित दृष्टिकोण को कॉन्फिडेंट व्यू तार से अमुक जिनस प्राप्त करी किंतु जो भूल करे सब से प्रति तार ताकू ये जिनस को नित्साहित करे ना जदिओ सत्तार गतिविधि गभीर विधान संपर्क में ताहा अज्ञ इग्नोरेंट ऑफ द डीप लॉ ऑफ बीइंग्स वेज ता भितर जो सत्ता क्रियारत सत्तार गतिविधि गभीर विधान आम भीतर गोटे सत्ता अच्छी तार विधान अच्छी गभीर विधान अच्छी से गभीर विधान को गभीर विधान संपर्क अज्ञ थाए जानी न थाए से गभीर विधान कौन थी एवं तथापि व्यर्थता तार अग्निमय दृढ़ मुष्टि को शिथिल करें जानी न थाए तथापि व्यर्थ जदि होगा कौन से कार्य आटेम्प्ट नहीं से व्यर्थ तार अग्निमय दृढ़ मुष्टि अग्निमय एथि कह लगी रही थाए ऊर्ध्व को उठा अग्निमय दृढ़ मुष्टि को शिथिल करे ना गोटे मात्र दैव जोगर साफल्य आउ सब साफल्य को यथार्थ दिए गोटे जिनस सी प्राप्त कर बंशी पको पको गोटे माछ तो पड़गला केरांडी तेणु बंशी केरांडी खोल पूरेला आउ थे बंशीटा पकईकि सी कौन कर 16 माछटे या द्वारा धरी से कौन करे गोटे मात्र दैव जोग साफल्य बाय चांस गोटे साफल्य मिलगला केरांडी माछटे पलि आसला आउ सब साफल्य को यथार्थी भाव आउ जो साफल्यटा मोर आगु अच्छी जो विराट 16टे पाइबी एटा जब पाइली से कहीं न पाई यथार्थ प्रतिपादन करे विजय नुहे प्रयास ही है जीवन सम्मोहन विजय हो न हो प्रयासकारी कर चली कल्पना करे मु साफल्य हेबी बड़ शैल मछटे धरबी कि रोई मछटे धरबी बंशी न मिलू विजय न हो कि प्रयास जारी रखिए ये सबू जिन गुड़ाक कहीं हुए तार विचार शक्ति न थाए विचार किसी करे ना अविचार भावे से गतिशील होता है विचार शक्ति तार आसेनी ता भीतर को ये सब प्राण सत्तार चरित्र एवं यार जो सब इमेज दिखाई कौन करेंगे परम प्रभु आम मन को बुझेवाई गोटे इमेज सब देते तथापि बुझा आम कष्टर हो प्रकृत में से सब जिनस गुड़ाक प्राणमय जगतर भविष्य जो रिजन आसो से रिजन आसीनी ये प्राणमय जगत भितर से अच्छी प्रतिवर्ष जो
ପ୍ରାଣ ଆଉ ଜଡ଼ ଏ ପ୍ରାଣମୟ ଭୂମିକୁ ଏ ପ୍ରାଣମୟ ମାଇଣ୍ଡକୁ ଧାରଣ କରି ରହିଛନ୍ତି, ତାକୁ ଛାଡୁନାହାନ୍ତି। ତାର ଯୋଉ କଳ୍ପନା ରାଜି, ତାର ଯୋଉ ଇଚ୍ଛା ରାଜି, ତାର ଯୋଉ ଲକ୍ଷ୍ୟ ରାଜି କିଛି ପ୍ରାପ୍ତ ନ କଲେ ବି ସେଇ ଭିତରେ ଦହଗଞ୍ଜ ହେଇକରି ବୁଲୁଥାଏ। ତାକୁ ସବୁ ବର୍ଣ୍ଣନା ଆକାରରେ ଦିଆଯାଇଛି, ଇମେଜ ଆକାରରେ। ବର୍ତ୍ତମାନ ଆମେ ଏଠି ଟିକେ ବ୍ରେକ୍ ନବା। 11ଟା 3 ହେଲା। 11ଟା 10 ବା 12ରେ ଆସିବା ଆଉ। ଆପଣମାନେ ବିଦାୟ ନିଅନ୍ତୁ, 12:10ରେ ଆସିବା, ଗୋଟେ ବ୍ରେକ୍ ନେବା। ଦି ଲାଇନ ଆପଣ ଦେଖନ୍ତୁ, ଏଠି ଅଛି ignorant of deep law of being's ways and failure could not slow its ଫେରି କ୍ଲଚ୍। fairy clutch। ଆଜ୍ଞା ଆପଣ ଦେଖନ୍ତୁ, ଆମେ ଆମ ଭିତରେ ଯୋଉ ସତ୍ତା ଅଛି, ସିଏ ଆଜ୍ଞା କିଛି ଲକ୍ଷ୍ୟ ନେଇକିରି ଏ ଶରୀରକୁ ଧାରଣ କରୁଛି। ଆଜ୍ଞା ତାର ଗୋଟେ ରାସ୍ତା ସ୍ୱତନ୍ତ୍ର ଅଛି। ହୁଁ ତାକୁ ଏ ବିଚାର ଶକ୍ତି ନଥିବା ମନ ବା ବିଚାର ଶକ୍ତି ନଥିବା ପ୍ରାଣ ସତ୍ତା ତାକୁ ଆଜ୍ଞା ବୁଝିପାରେନି, ତା ତଳକୁ ଆସେନି। ତେଣୁ ସେ ହଁ ଗୋଟେ କଥା କହିଲେ, ସତ୍ତାର ଗତିବିଧିର ଗଭୀର ବିଧାନ। ଆମର ଯୋଉ ଗଭୀର ବିଧାନର ଗୋଟେ ଗତିବିଧି ଅଛି, ତାକୁ ସତ୍ତାର ଯୋଉ ଗତିବିଧି ଅଛି, ତାକୁ ଆଜ୍ଞା ସେ ସମ୍ପର୍କରେ ତାହା ଅଜ୍ଞ। ସେ ବୁଝି ନଥାଏ, ଅଜ୍ଞ ସେଇଟା ଆଜ୍ଞା ଅଜ୍ଞ ଆଜ୍ଞା ଥାଏ। ଫଳରେ କଣ କରେ, ଏବଂ ତଥାପି ଯଦିଓ ସେ ବୁଝିନଥାଏ, ତଥାପି ସେ ଫେଲ ହୁଏ। ଯଦି ସେ ଆଜ୍ଞା କାର୍ଯ୍ୟଟା କରେ, ଫେଲ ହୁଏ। କିନ୍ତୁ ଫେଲୁଅର ତଥାପି ବ୍ୟର୍ଥତା ତାର ଅଗ୍ନିମୟ ଦୃଢ ପୁଷ୍ଟି। ସେ ଯୋଉ ଅଗ୍ନିମୟ ଦୃଢ ପୁଷ୍ଟି ଅର୍ଥ, ମୁଁ ତାକୁ ନିଶ୍ଚୟ ହାସଲ କରିବି। ଏଇଭଳିଆ ଆଜ୍ଞା ଗୋଟେ ଦୃଢ ସଂକଳ୍ପ, ସେ ଯୋଉ ଦୃଢ ମୁଷ୍ଟି ତାକୁ ଶିଥିଳ କରିପାରୁନି। ସେ ଧରିଥାଏ, ଏବେ ନହେଲେ କାଲି ପାଇବି, କାଲି ନହେଲେ ପର ଦିନ ପାଇବି। ଆଜ୍ଞା ଆଜ୍ଞା ତାକୁ ଗୋଟେ ଜୋର ଜବରଦସ୍ତି ଧରିଥାଏ, ତାର ଅଗ୍ନିମୟ। ମୁଁ ଜାଣିଛି, ମୁଁ ଯେତେବେଳେ ମାଟ୍ରିକ ପଢୁଥିଲି, ଅଷ୍ଟମ ଶ୍ରେଣୀରୁ ପଢୁଥିଲି, ଏବଂ ସେତିକି ବେଳେ ଜଣେ ବନ୍ଧୁ ମୋର ପାଖରେ ଥିଲା, ସେ ମାଟ୍ରିକ ପରୀକ୍ଷା ଦଉଥିଲା। ମୁଁ ମାଟ୍ରିକ ପାସ କରି ଆସିଲା ପରେ, ସେ ଆହୁରି ସେ ପରୀକ୍ଷା ଦଉଛି। ଆହୁରି ଆଜ୍ଞା 2 ବର୍ଷ ପରେ ସେ ମାଟ୍ରିକ ପାସ୍ କଲା। ତେଣୁ ହଁ ସେ ଯୋଉ ଦୃଢ ମୁଷ୍ଟି ଶିଥିଳ କରିପାରେ ନାହିଁ, ବ୍ୟର୍ଥ ହେଲେ ବି। ହଁ ହଁ କିନ୍ତୁ ତାର ଆତ୍ମାର ଗତିବୃତ୍ତି, ତାର ବିଧାନର ଗତିବୃତ୍ତି, ଏସବୁ ଜିନିଷ ତାକୁ ଅଜ୍ଞ ଥାଏ। ହଁ ବୁଝିଲେ, ବୁଝିହେଲା ତ? ତାର ସତ୍ତାର ଯୋଉ ନିୟମ, ତାକୁ ସତ୍ତାର ସେ ନିୟମ, ଜାଣିପାରେନି, ପ୍ରାଣ ଶକ୍ତି। ସତ୍ତାର ଯୋଉ ବିଧାନ, ତାକୁ ଜାଣିପାରେନି। ବିଧାନ ତାକୁ ସେ ଜାଣିପାରେନି, ପ୍ରାଣ ଶକ୍ତି ଜାଣିପାରେନି। କାରଣ ଜାଣିବା କ୍ଷମତାଟା ତାର ହାସଲ ହେଇନି। ସେ କେବଳ ହେଇନି ପ୍ରାଣମୟ ଜଗତ ଭିତରେ ଅଛି। ଆଜ୍ଞା ବିଚାର ଆଜ୍ଞା ଶକ୍ତି ତାର ଆସିନି, ତେଣୁ ବୁଝିପାରେନି। ହଁ ଆଉ କଣ? ହଁ ହଁ ଆଜ୍ଞା ଆଜ୍ଞା ବୁଝିଲି ଆଜ୍ଞା, ଥ୍ୟାଙ୍କ ୟୁ ଭେରି ମଚ୍। ଆଜ୍ଞା ହଁ, ଆଜ୍ଞା ଠିକ ଅଛି। ଆମେ ବର୍ତ୍ତମାନ ଆସିବା, an uncertain winner of the uncertain stakes. Instinct its dam, and the life mind its sire. ଗୋଟେ ଲାଇନ ପୂର୍ବରୁ ଛାଡିଦେଲେ, ଜଷ୍ଟ ପୂର୍ବ ଲାଇନଟା। Attempt not victory was the charm of life. ଏଇ ପ୍ରାଣମୟ ଜଗତର କଣ ଚାର୍ମ ହଉଛି ଜୀବନର। ଆପଣ ଦେଖନ୍ତୁ, ଯୋଉମାନଙ୍କର ବିଚାର ଶକ୍ତି ଡେଭଲପ କରିନି, ଯୋଉମାନେ ମୂର୍ଖ ଶ୍ରେଣୀରେ ରହିଛନ୍ତି, କିଛି ବିଚାର କରିପାରିବେନି ଭଲ ମନ୍ଦ, କାମ କରି ଚାଲିଛନ୍ତି ତ ଚାଲିଛନ୍ତି, ଗୋଟେ କାର୍ଯ୍ୟ କରୁଛନ୍ତି ତ ଚାଲିଛନ୍ତି, ସେମାନେ ଆଟେମ୍ପ୍ଟ କରୁଛନ୍ତି। ଆଟେମ୍ପ୍ଟ, ପ୍ରୟାସ ହିଁ ତାର ବିଜୟ ନୁହେଁ। ସେ ହଉ ନ ହଉ, ମିଳୁ ନ ମିଳୁ, କିନ୍ତୁ ତାର ପ୍ରୟାସ ହିଁ ହେଲା ତାର ଜୀବନରୁ ତାକୁ ମୋହିତ କରି ରଖିଥାଏ ସେ ପ୍ରୟାସ। ଏବଂ ସେ ବିଜୟକୁ ଲକ୍ଷ୍ୟ କରେ ନାହିଁ, କିନ୍ତୁ ଆଟେମ୍ପ୍ଟ କରି ଚାଲିଥାଏ। ତାପରେ ଆସିଲା କଣ, ଅନସର୍ଟେନ winner of the uncertain stakes। ଅନିଶ୍ଚିତ ବାଜି, ଷ୍ଟେକ୍ ମାନେ ବାଜି, ବାଜି ମାରିବା। ଅନିଶ୍ଚିତ ବାଜିରେ ଅନିଶ୍ଚିତ ବିଜୟୀ।
ଯିଏ ଜୁଆ ଖେଳେ ବା ଗୋଟେ କଣ କରେ ବାଜି ଲଗାଇଥାଏ, ଟିକେଟ କିଣିଥାଏ, ଲଟରୀ ଟିକେଟ ବାଜି ଲଗାଇଥାଏ, ସେ ବାଜିଟା ଅନିଶ୍ଚିତ ଏବଂ ତାର ବିଜୟ ହବ କି ନାହିଁ ତା ବି ଅନିଶ୍ଚିତ। ପ୍ରବୃତ୍ତି ତାର ଜନନୀ କୋଉଥିରୁ ସେଟା ଆସିଲା, ତାର ପ୍ରବୃତ୍ତି ତାକୁ ଲକ୍ଷ୍ୟ କଲା ଯେ ସେଥିରେ ଗଲେ ମିଳିବ। ପ୍ରବୃତ୍ତି ତାର ଜନନୀ, ପ୍ରାଣୀଜ ମନ ତାର ଜନକ। ଏ ଯୋଉ ପ୍ରାଣ ଭିତରେ ଯୋଉ ମନଟି ଅଛି, ପ୍ରାଣକୁ ଲାଗି ରହିଥିବା ମନ, ସିଏ ତାକୁ ଯୋଉ ଜନକ ଭଳି କାର୍ଯ୍ୟ କଲା ଏବଂ ପ୍ରବୃତ୍ତି ତାର ଜନନୀ। ମୁଁ ଏଠି ପ୍ରବୃତ୍ତି ବିଷୟରେ ଗୋଟେ କଥା କହିବାକୁ ଚାହେଁ। ଇନଷ୍ଟିଂକ୍ଟଟା ହଉଛି ପ୍ରାଣମୟ ସତ୍ତାର, ପ୍ରାଣମୟ ସତ୍ତାର ଗୋଟେ ଗୁଣ ହେଲା ଇନଷ୍ଟିଂକ୍ଟ। ତାର ଇଣ୍ଟ୍ୟୁସନ ନାହିଁ। ଇନଷ୍ଟିଂକ୍ଟ ଯେତେବେଳେ ଇଣ୍ଟ୍ୟୁସନ ଆସେ ସେ ଭିତରୁ ହୃଦୟରୁ ସତ୍ୟ ଜିନିଷଟା ଆସିବ, କିନ୍ତୁ ଇନଷ୍ଟିଂକ୍ଟଟା ସବୁବେଳେ ପ୍ରାଣମୟ ଜଗତରୁ ଆସେ। ଇଣ୍ଟ୍ୟୁସନ ଇନଷ୍ଟିଂକ୍ଟ ଭିତରେ ଫରକ ଅଛି। ପ୍ରାଣମୟ ଜଗତ ଭିତରେ ଇନଷ୍ଟିଂକ୍ଟଟା ଥାଏ। ଆପଣ ଦେଖନ୍ତୁ ସାଇବେରିଆର ପକ୍ଷୀ ନୂଆକିରି ସେ ଅଣ୍ଡାରୁ ଫୁଟେଇଛି, ଶୀତ ଦିନ ଆସିଲା ପରେ ସେ ଚିଲିକାକୁ ଆସିବ। ବାଟ ଜାଣିନି, ଚିଲିକା କୋଉଠି ଜାଣିନି, କିନ୍ତୁ ତା ଭିତରେ ଯୋଉ ପ୍ରବୃତ୍ତିଟି ଅଛି ଯେ ମୁଁ ଯିବି, ସେଇ ଇନଷ୍ଟିଂକ୍ଟରେ ସେ ରୁଷିଆରୁ ଉଡ଼ି ଉଡ଼ିକିରି ଆସିକି ଚିଲିକାରେ ପହଞ୍ଚେ। ଦ୍ୟାଟ୍ ଇଜ ଇନଷ୍ଟିଂକ୍ଟ। ପ୍ରବୃତ୍ତି ଭିତର ଦେଇକି ସେ ଆସେ ଏବଂ ଏବଂ ଲାଇଫ ମାଇଣ୍ଡ ତାର ଲାଇଫ ମାଇଣ୍ଡ ହଉଛି ତାର ଜନକ। ତାହା ତାର ଦୌଡ଼ ପ୍ରତିଯୋଗିତାରେ ଯୋଗ ଦିଏ ଏବଂ କେତେବେଳେ ପ୍ରଥମ ହୁଏ ଅଥବା କେତେବେଳେ ଶେଷରେ ପହଞ୍ଚେ। ଏତ ବୁଝି ହଉଛି ଏଇଟା। Yet where its works nor small or vain nor null, it nurses a portion of infinity's strength and could create the high things its fancy willed. Its passion cut what calm intelligence missed. ଏମିତି ବର୍ଣ୍ଣନା ସବୁ ଦେଖନ୍ତୁ। ତଥାପି ତାର କର୍ମରାଜି କ୍ଷୁଦ୍ର ଏବଂ ବୃଥା ତଥା ଅବିଦ୍ୟମାନ ନୁହେଁ। ନଲ୍ ମାନେ ଅବିଦ୍ୟମାନ ନୁହେଁ। ତାର କର୍ମରାଜି କ୍ଷୁଦ୍ର ହେଇପାରେ, ବୃଥା ହେଇପାରେ, କିନ୍ତୁ ଅବିଦ୍ୟମାନ ନୁହେଁ। ସେ କର୍ମରାଜି ଥିବ। ନଲ୍ ଅନନ୍ତଙ୍କ ବଳର ଏକ ଅଂଶକୁ ତାହା ପରିପୋଷଣ କରେ। ଅନନ୍ତଙ୍କର ଯୋଉ ବହୁ ବଳ ରହିଛି, ଅନନ୍ତଙ୍କର ବହୁ ବଳ ଆମ ଭିତରେ, ଅନନ୍ତଙ୍କର ବଳ କାର୍ଯ୍ୟ କରୁଛି ସଦା ସର୍ବଦା। ପ୍ରବୃତ୍ତି ଗୋଟିଏ ବଳ ଏବଂ ରିଜନ ଆସିଗଲା ପରେ ଆଉ ଗୋଟେ ଗୁଣ ଆସିକି ଦେଖାଦବ। ଏଟା ଇନଷ୍ଟିଂକ୍ଟର ପ୍ରାଣ ସତ୍ତା ଭିତରେ ଥାଏ ଏବଂ ଇଣ୍ଟ୍ୟୁସନଟା ଉର୍ଦ୍ଧ୍ୱରୁ ଆସେ ଏବଂ ସେ ସବୁ ଅନନ୍ତଙ୍କର ବଳ ଭିତରେ ଅଂଶକୁ ତାହା ପରିପୋଷଣ କରେ ଏବଂ ତାର ଅନନ୍ତଙ୍କର ଖିଆଲ ପ୍ରେରିତ ମହାନ ବିଷୟ ବସ୍ତୁର ସୃଷ୍ଟି କରିପାରେ। ପ୍ରଶାନ୍ତ ବୁଦ୍ଧି ଯାହା କରିପାରେ ନାହିଁ, ତାର ପ୍ରବେଗ ତାହା ଧାରଣ କରିପାରେ। ବୁଦ୍ଧି ପ୍ରୟୋଗ କରିକିରି ଯାହା କରିପାରେ ନାହିଁ, ପ୍ରାଣ ଧାରାରେ ଯୋଉ ପ୍ରବେଗ ଥାଏ, ସେ ପ୍ରବେଗ ଦ୍ଵାରା ସେ ଗୋଟେ ଜିନିଷକୁ ହାସଲ କରିପାରେ। Insight of impulse laid its leaping grasp on heaven's high thought had hidden in dazzling mist, cut glimmers that revealed a lurking sun. It probed the void and found a treasure there. ତୀବ୍ର ତାଡ଼ନର ଅନ୍ତର୍ଦୃଷ୍ଟି। ଇମ୍ପଲ୍ସ, ତୀବ୍ର ତାଡ଼ନ। ଇମ୍ପଲ୍ସ ଗୋଟେ ଭିତରେ ଆସୁଛୁ, ଗୋଟେ ତାଡ଼ନ ଆସୁଛୁ। ତାଡ଼ନ କାହାକୁ କୁହାଯାଏ ନା ଯେତେବେଳେ ବଳଦ ବା ଘୋଡ଼ା
ଯିବା ପାଇଁ ଯୋଉ ଖେଚ ମରାଯାଏ ସେ ହଉଛି ତାଡନ। ବଳଦକୁ ଯିବା ପାଇଁ ବାଡି ତାର ଗୋଡ ସନ୍ଧିରେ ଗେଞ୍ଜିକିରି ଇଏ କରାଯାଏ, ତାଡନ ଦିଆଯାଏ ତାକୁ। ସେଇ ତାଡନ ହଉଛି ତୀବ୍ର ତାଡନ। ତା ଭିତରେ ନିଜ ଭିତରେ ଗୋଟେ ତୀବ୍ର ତାଡନ ଆସେ। ସେଇ ତାଡନ ଦ୍ଵାରା ତାଡନର ଅନ୍ତର୍ଦୃଷ୍ଟି ସେ ଭିତରେ ଭିତରେ ଇନସାଇଡ ଦେଖିପାରେ। ଏଇଟା ତାର ଲମ୍ଫକାରୀ ଦୃଢ ଧାରଣ ସ୍ଥାପନ କରେ। ଲମ୍ଫକାରୀ ଦୃଢ ଧାରଣ ତାର ସ୍ଥାପନ କରେ। ଲେଡ୍ ଇଟ୍ସ ଲିପିଂ ଗ୍ରାସ, ଲିପିଂ ଗ୍ରାସ, ଲମ୍ଫକାରୀ ଦୃଢ ଧାରଣ। ଯୁଦ୍ଧ ଧାରଣା ହବ। ଏଇଟା ଆକାରଟା ହେଇଯାଇଛି, ଆପଣ ଗୋଟେ ଆକାର ଦେଇଦେବେ ଏଥିରେ, ଦୃଢ ଧାରଣା। ଧାରଣା ହେଲେ ବି ଚଳିବ। On heaven's high thought had hidden in dazzling image. ସ୍ୱର୍ଗଲୋକରାଜିର ସମସ୍ତ ମହାଚିନ୍ତା, ଏଠି ବି ଆକାରଟା ନାହିଁ, ସମୁଚ୍ଚ ମହାଚିନ୍ତାରାଜି ଉପରେ ତାହା ଚକ୍ଷୁ ଝଲସାଇ କୁହୁଡିରେ ଲୁକାୟିତ ଥାଏ। ହିଡନ୍ ଇନ୍ ଡେଜଲିଂ ମିଷ୍ଟ, ଲୁକାୟିତ ଥାଏ କୁହୁଡି ଭିତରେ। ଝଲସାଇ ଲୁକାୟିତ ଥାଏ ଯୋଉ ଚିନ୍ତା, ସ୍ୱର୍ଲୋକା ରାଜିର ସମୁଚ୍ଚ ମହାଚିନ୍ତାରାଜି ଉପରେ ଚକ୍ଷୁ ଝଲସାଇ ବା କୁହୁଡିରେ ଲୁକାୟିତ ଥାଏ। ଛପି ରହି ଉଙ୍କି ମାରୁଥିବା ସୂର୍ଯ୍ୟକୁ ପ୍ରକଟ କରି ଉଦ୍ଭାସ ସବୁ ଧରେ। ତାହା ଶୂନ୍ୟରେ ଗଭୀର ଭାବେ ସନ୍ଧାନ କରେ ଏବଂ ସେଠାରେ ଆବିଷ୍କାର କରେ ଏକ ଧନଭଣ୍ଡାର। ସ୍ୱର୍ଲୋକରାଜିର ସମୁଚ୍ଚ ମହାଚିନ୍ତାରାଜି ଉପରେ ଚକ୍ଷୁ ଝଲସାଇ କୁହୁଡିରେ ଯାହା ଲୁକାୟିତ ଥାଏ। ଅନ୍ ହେଭେନ୍ ହାଇ ଥଟ୍, ଉଚ୍ଚ ଚିନ୍ତା, had hidden in dazzling mist, ସେଇଭଳିଆ ଚିନ୍ତାରେ ଯୋଉ ଡେଜଲିଂ ମିଷ୍ଟ ଲୁକାୟିତ ହେଇକି ରହିଥାଏ, କୁହୁଡିରେ ଲୁକାୟିତ ହେଇ ରହିଥାଏ, ଚକ୍ଷୁ ଝଲସାଇଲା ଭଳିଆ ଡେଜଲିଂ ମିଷ୍ଟ ଲୁକାୟିତ ହେଇକି ରହିଥାଏ। ଛପି ରହି ଉଙ୍କି ମାରୁଥିବା ସୂର୍ଯ୍ୟକୁ ପ୍ରକଟ କରି ଉଦ୍ଭାସ ସବୁ ଧରେ। Caught glimmers that revealed a lurking sun. ଲର୍କିଂ ଅର୍ଥ ହଉଛି ଛପି ରହି ଉଙ୍କି ମାରିବା। ବୁଦା ଭିତରେ ଛପି ରହିକିରି ଥିବ, ଶିକାର ଆସିଲେ ତାକୁ ଝାମ୍ପ ମାରିବ। ସେ ହଉଛି ଲୁଚି ରହି ଉଙ୍କି ମାରୁଥିବା ସୂର୍ଯ୍ୟ, ଅର୍ଥାତ୍ ସୂର୍ଯ୍ୟ ବାହାରକୁ ଆସିବା ପାଇଁ ଚାହୁଁଛନ୍ତି ଏବଂ ସେ ସୂର୍ଯ୍ୟକୁ ପ୍ରକଟ କରି, ସୂର୍ଯ୍ୟକୁ ପ୍ରକଟ କରି ରିଭିଲ୍ଡ ଲର୍କିଂ ସନ୍, ଉଦ୍ଭାସ ସବୁ ଧରେ। ତାହା ଶୂନ୍ୟରେ ଗଭୀର ଭାବେ ସନ୍ଧାନ କରେ, ଶୂନ୍ୟରେ ଗଭୀର ଭାବେ ସନ୍ଧାନ କରେ ଏବଂ ସେଠାରେ ଆବିଷ୍କାର କରେ ଏକ ଧନଭଣ୍ଡାର। କିଛି ନଥିବା ଜାଗାରେ ସେ ସନ୍ଧାନ କରେ, ଘୁରି ବୁଲେ, ବୁଲେ ଏବଂ ସେଠାରେ ଆବିଷ୍କାର କରେ ଏକ ଧନଭଣ୍ଡାର। ଜଙ୍ଗଲ ଭିତରେ ପଶିଛି ଶିକାର କରିବାକୁ, ଶିକାର ମିଳିବ କି ନାହିଁ ସେ ଜାଣିନି, ସେ ଜଙ୍ଗଲରେ ଶିକାର ଅଛି କି ନାହିଁ ତା ମଧ୍ୟ ସେ ଜାଣିନି, କିନ୍ତୁ ଶୂନ୍ୟରେ ଗଭୀର ଭାବରେ ସନ୍ଧାନ କରେ। ଶୂନ୍ୟରେ ମାନେ ସେ ନାହିଁ, ଶିକାର ନାହିଁ, କିନ୍ତୁ ଗଭୀର ଭାବରେ ସେ ସନ୍ଧାନ କରି ଚାଲିଥାଏ, ମିଳିଯିବ କାଳେ ସନ୍ଧାନ କରେ ଏବଂ ସେଠାରେ ଆବିଷ୍କାର କରେ ଏକ ଧନଭଣ୍ଡାର। ହଠାତ୍ ଖୋଜୁ ଖୋଜୁ ତାକୁ ଗୋଟେ ଟ୍ରେଜର ମିଳିଯାଏ, ଗୋଟେ ଧନଭଣ୍ଡାର ତାକୁ ପ୍ରାପ୍ତ କରେ, ତା ଭିତରକୁ ଆସେ, ବୁଲୁ ବୁଲୁ ହଠାତ୍ ମିଳିଯାଏ ତାକୁ। A half intuition purpled in its sense, ତାର ଇନ୍ଦ୍ରିୟ ବୋଧରେ ଏକ ଅର୍ଦ୍ଧ ସମ୍ବୋଧି ନୀଳ ଲୋହିତ ମଧ୍ୟବର୍ତ୍ତୀ ରଙ୍ଗରେ ରଞ୍ଜିତ କରେ। ଏଠି ଦେଖନ୍ତୁ ପର୍ପୁଲ, ପର୍ପୁଲ ଶବ୍ଦର ଅର୍ଥ ହଉଛି, ପ୍ରଭୁ ଲେଖିଛନ୍ତି ବି ପର୍ପୁଲ ଶବ୍ଦର ଅର୍ଥ ଡେଫିନେଟଲି ଲେଖିଛନ୍ତି ଯେ ପର୍ପୁଲ ଶବ୍ଦର ଅର୍ଥ ହଉଛି ନୀଳ ଲୋହିତର ମଧ୍ୟବର୍ତ୍ତୀ ରଙ୍ଗ।
নীଳ ନୁହେଁ କି ଲୋହିତ ନୁହେଁ, ଦିଟା ମିଶିଗଲେ ଯୋଉ ମଧ୍ୟବର୍ତ୍ତୀ ରଙ୍ଗ ଆସେ ତାକୁ କି ପର୍ପଲ। ଏବଂ ଏଠି କଣ କରେ, ଇନ୍ଦ୍ରିୟ ବୋଧର ଏକ ଅର୍ଦ୍ଧ ସମ୍ବୋଧି sense, its sense purpose, half intuition, intuition ମାନେ ସମ୍ବୋଧି, କିନ୍ତୁ ଇନ୍ଦ୍ରିୟ ବୋଧର ଏ ପୂର୍ଣ୍ଣ ସମ୍ବୋଧି ନୁହେଁ, ଇନ୍ଦ୍ରିୟ ବୋଧର ଅର୍ଦ୍ଧ ସମ୍ବୋଧି ନୀଳ ଲୋହିତ ମଧ୍ୟବର୍ତ୍ତୀ ରଙ୍ଗରେ ରଞ୍ଜିତ କରେ, ତାହା ବିଦ୍ୟୁତର ତୀକ୍ଷ୍ଣାଂଶ ପ୍ରୟୋଗ କରେ ଏବଂ ଅଦୃଶ୍ୟକୁ ଆଘାତ କରେ। It throw the lightning's fork ମାନେ ପଏଣ୍ଟେଡ ଇଏ ଥିବା ଅଗ ଥିବା ଗୋଟିଏ ଯନ୍ତ୍ର, ଯେମିତି ଚାଷ କାର୍ଯ୍ୟରେ ବ୍ୟବହୃତ ହୁଏ ଗୋଟେ ଫୋର୍କ ମାନେ କୋଡ଼ି ବୋଲି ଯାହାକୁ କୁହାଯାଏ, ଯୋଉଥିରେ କି ଦାନ୍ତି ସବୁ ଥିବ, ସେଥିରେ ଖୋଳାଯାଏ, ଦାଟ ଇଜ ଫୋର୍କ। ଏବଂ ସେଥିପାଇଁ ଇଏ ଗୋଟେ ତୀକ୍ଷ୍ଣାଂଶ, ବିଦ୍ୟୁତର ତୀକ୍ଷ୍ଣାଂଶ, ଲାଇଟନିଂ ଯୋଉ ଆଲୋକ ପଡେ ତୀକ୍ଷ୍ଣ ଭାବରେ ସେଟା ଆସେ, ସେ ଲାଇଟିଂର ତୀକ୍ଷ୍ଣାଂଶ ପ୍ରୟୋଗ କରେ ଏବଂ ଅଦୃଶ୍ୟକୁ ଆଘାତ କରେ, ଯୋଉଟା ଦେଖାଯାଉନି ସେଇଠିକି ଆଲୁଅଟାକୁ ଆଘାତ କରେ। It saw in the dark and vaguely blinked in the light. ତାହା ଅନ୍ଧକାରରେ ଦେଖେ ଏବଂ ଆଲୋକରେ ଅସ୍ପଷ୍ଟ ଭାବେ ଦେଖି ମିଟିକା ମାରେ। ଅନ୍ଧକାରରେ ଦେଖୁଥାଏ, ଆଲୋକରେ ଯେତେବେଳେ ପୂର୍ଣ୍ଣ ଆଲୋକ ଆସିବ ଅସ୍ପଷ୍ଟ ଭାବେ ଆଖି ମିଟିକା ମାରେ। ଏଇଟା ହେଇଥିବ କେଜାଣି, ହେଇଥିବ ତ ଆଉ, ଦେଖୁଛି ମୁଁ ତାକୁ ଆଉ। Ignorance was its field, unknown is its prize. ଅଜ୍ଞାନତା ହେଲା ତାର କ୍ଷେତ୍ର ଏବଂ ଅଜ୍ଞାତ ହିଁ ତାର ପୁରସ୍କାର। ଅଜ୍ଞାନତା ଭିତରେ ବୁଲବୁଲ ଯୋଉ ଅଜ୍ଞାନତା ପ୍ରାପ୍ତି କରେ, ଏର ସବୁ ଯାକକୁ ଇମେଜ ଦିଆହେଇଛି, ସବୁ ପ୍ରାଣୀଙ୍କ ମନର ଡିଜାୟାର୍ଡ ମାଇଣ୍ଡର ଏସବୁ କ୍ୟାରେକ୍ଟର୍ସ। ଏଠି ସରିଲା ପ୍ରାଣୀଙ୍କ ମନ। ଆପଣ ଦେଖନ୍ତୁ ଗୋଟେ ଜିନିଷ ଆସୁଛି, of the three powers the greatest was the last। ଆଗରୁ କୁହାଯାଇଛି ଯେ ଇଏ ବ୍ରିଫ ଡ୍ୱାର୍ଫ ଥ୍ରୀ ବଡିଡ ଡ୍ୱାର୍ଫ, ତିନିଟା ଜିନିଷ ଥିବ ଗୋଟେ ଡ୍ୱାର୍ଫ, ଯଦିଓ ସେ ଅଲଗା ଅଲଗା ପ୍ରକାଶିତ ହୁଏ, ତିନିଟା ଯାକ ଥାଏ। ଗୋଟେ ହଉଛି ଜଡ଼ ସାଙ୍ଗରେ ଥିବା ମନ, ପ୍ରାଣ ସାଙ୍ଗରେ ଥିବା ମନ, ଏବଂ ଶେଷଟି ହଉଛି ରିଜନିଂ ମାଇଣ୍ଡ, ଯଥାର୍ଥ ଭାବରେ ବିଚାର ବୁଦ୍ଧି, ଯୁକ୍ତି ବୁଦ୍ଧି ଯୁକ୍ତ ମନ। এই ତିନିଟି ଯାକ ମିଶିକିରି ପ୍ରଥମ ସେ ବର୍ଣ୍ଣା ହେଇଛି ପ୍ରାଣ ଜଗତର ମନ ଘଟିଲା। ଏବେ ଯୋଉଟାକ ଆସୁଛି ସିଏ ହଉଛି ତିନୋଟି ଯାକ ଭିତରେ ଶେଷ, ଗ୍ରେଟେଷ୍ଟ, ସବୁଠାରୁ ବଡ, ଗୁରୁତ୍ୱପୂର୍ଣ୍ଣ। ଆପଣ ଦେଖନ୍ତୁ ରିଜନିଂକୁ ଆମେ କେତେ ଗୁରୁତ୍ୱ ଦଉ। ରିଜନିଂ ମାଇଣ୍ଡରେ ଗବେଷଣାରୁ ଅଦ୍ଭୁତ ଜିନିଷ ସବୁ ଆସେ। ଯିଏ ଗବେଷକ ସେ ଜାଣିନଥାଏ ସେଟା କଣ ହବ, କିନ୍ତୁ ସେ କାର୍ଯ୍ୟ କରି ନଉ ସେ ଫଳଟା ପ୍ରାପ୍ତି କରେ। ଏ କେବଳ ରିଜନିଂ ମାଇଣ୍ଡ ଦୃଷ୍ଟି ସମ୍ପର୍କ ହୁଏ। ପ୍ରଥମେ ରିଜନିଂ ମାଇଣ୍ଡ ସେ କରେ, ଏମିତି ଏ ବାଟେ ଗଲେ ଅମୁକରେ ପହଞ୍ଚିବା। ତେଣୁ ରିଜନିଂ ମାଇଣ୍ଡରୁ ଗବେଷଣା କରି ସେ ଗୋଟେ ପଏଣ୍ଟରେ ପହଞ୍ଚେ, ସେଠି ସେ ପ୍ରାପ୍ତ କରେ। ରିଜନିଂ ମାଇଣ୍ଡ ଯୋଗୁରୁ ଏଇଟା ସମ୍ଭବ ହୁଏ। ସେଥିପାଇଁ ସେ କହୁଛନ୍ତି ସବୁଠାରୁ ଗ୍ରେଟ୍ ପାୱାର ଏଇଟା। ଆପଣ ଦେଖନ୍ତୁ ରିଜନିଂ ମାଇଣ୍ଡ ଦ୍ୱାରା ଜଣେ ଭଲ କବିତା ଲେଖିବା, ଗୋଟେ ବହି ଲେଖିବା, କି ଆଉ ଗୋଟେ ସେଇଭଳିଆ କିଛି ଚିତ୍ର କଳା ଅଙ୍କନ କରିବା, ଏସବୁ କରିବା ରିଜନିଂ ମାଇଣ୍ଡ ସାହାଯ୍ୟରେ ସବୁ ସମ୍ଭବ।
ଭାଇଟାଲ ମାଇଣ୍ଡରେ ସହାୟତା କରେ କିନ୍ତୁ ଭାଇଟାଲ ମାଇଣ୍ଡ ପୂର୍ଣ୍ଣ ପ୍ରାପ୍ତ ହେଇପାରେ ନାହିଁ। ତେଣୁ ସେ କହୁଛନ୍ତି ତ୍ରୟ ଭିତରେ ଶେଷଟି ହେଲା ବୃହତ୍ତମ। Arriving late from a far plane of thought into a packed irrational world of chance where all was grossly felt and blindly done, yet the haphazard seemed the inevitable, came reason, the squat Godhead artisan, to her narrow house upon a ridge in time. ଦେଖନ୍ତୁ ଏଠି arriving late ବିଳମ୍ବରେ ପହଞ୍ଚେ, ତଳକୁ ଲେଖା ହେଇଛି ବିଳମ୍ବରେ ପହଞ୍ଚେ। from a far plane of thought, ଚିନ୍ତାର ସୁଦୂର ଲୋକରୁ, ଚିନ୍ତାର ସୁଦୂର ଲୋକରୁ ଆସେ ଯୋଉଟା ସେଟା ହେଲା ରିଜନ ଏବଂ ଯୁକ୍ତି ବୁଦ୍ଧି। ଦୈବ ଯୋଗର ଏକ ପରିପୂର୍ତ୍ତ ଅଯୌକ୍ତିକ ଜଗତ ମଧ୍ୟକୁ ବିଳମ୍ବରେ ପହଞ୍ଚେ। ପ୍ୟାକ୍ଡ ଇରେସନାଲ ୱାର୍ଲ୍ଡ ଅଫ୍ ଚାନ୍ସ, ଚାନ୍ସରେ ସେଇଟା କ୍ୟାପିଟାଲ। ଦୈବ ଯୋଗର ଏକ ପରିପୂର୍ତ୍ତ ପ୍ୟାକ୍ଡ, ପରିପୂର୍ତ୍ତ ଟିକେ କଷ୍ଟ ହବ ବୁଝିବା। ପ୍ୟାକ୍ଡ ଯୋଉଟା ସବୁ ଖୁନ୍ଦି ଖାନ୍ଦିକିରି ପ୍ୟାକ୍ କରି ରଖା ହେଇଛି, ପ୍ୟାକ୍ କୁହାଯାଏ। ସେଇ ପ୍ୟାକ୍ ଇରେସନାଲ, ଅଯୌକ୍ତିକ, ଇରେସନାଲ ତାକୁ ଯୁକ୍ତି ବୁଦ୍ଧି ଦ୍ୱାରା ସେ ବିଶ୍ଳେଷିତ ହେଇନି। ଦୈବ ଯୋଗର ଏକ ପରିପୂର୍ତ୍ତ ଅଯୌକ୍ତିକ ଜଗତ, ଦୈବ ଯୋଗର ଏକ ଅଯୌକ୍ତିକ ଜଗତ ତାହା ମଧ୍ୟକୁ ବିଳମ୍ବରେ ପହଞ୍ଚେ। ଅର୍ଥାତ୍ ଆଗରୁ ଯୋଉ ସବୁ ବର୍ଣ୍ଣନା ହେଲା, ସେ ବର୍ଣ୍ଣନାର ପ୍ରାଣମୟ ଜଗତ, ପ୍ରାଣ ଶକ୍ତିର ବା ଡିଜାୟାର୍ଡ ମାଇଣ୍ଡର ଯୋଉ ବର୍ଣ୍ଣନା ସବୁ ହେଲା, ସେଥିରେ ସବୁ ଜିନିଷ ପ୍ୟାକ୍ ହେଇକି ସବୁ ଥିଲା, କିନ୍ତୁ ସେ ଅଯୌକ୍ତିକ ଜଗତ, ଯୁକ୍ତି ବୁଦ୍ଧି ତାର ନାହିଁ। ଯେତେ ଯାହା ସବୁ ବର୍ଣ୍ଣନା ଆମେ ପଢିଲେ ସେଟା ସବୁ ଅଯୌକ୍ତିକ, ଇରେସନାଲ, ରେସନାଲ କିଛି ତା ଭିତରେ ନାହିଁ। ଯେଉଁଠାରେ ସବୁ କିଛି ସ୍ଥୂଳ ଭାବରେ ଅନୁଭୂତ ହୋଇଥାଏ, କିଛି ସବୁ ସ୍ଥୂଳ ଭାବରେ ଅନୁଭୂତ ହୁଏ, କାରଣ ବିଚାର ନାହିଁ, ତେଣୁ ଅନ୍ଧ ଭାବରେ କରାଯାଏ। ସ୍ଥୂଳ ଭାବରେ ହୁଏ, ଅନ୍ଧ ଭାବରେ କରାଯାଏ। ବିଚାର ନାହିଁ, ବିଚାର କରିକି କରିବାର କ୍ଷମତା ନାହିଁ, କାରଣ ରିଜନ ଆସିନି। ତଥାପି ସେଇ ବିଶୃଙ୍ଖଳ ଅନିର୍ବାର୍ଯ୍ୟ ଭଳି ମନେ ହୋଇଥାଏ। କିନ୍ତୁ ସେଇ ବିଶୃଙ୍ଖଳ ଅବସ୍ଥାଟା ଆସିବାକୁ ବାଧ୍ୟ। ଯୋଉ କଥା ସବୁ ଆଗରୁ ବର୍ଣ୍ଣନା କରାଗଲା, ପ୍ରାଣମୟ ଜଗତର କଥା, ଡିଜାୟାର୍ଡ ମାଇଣ୍ଡର କଥା, ସେଇ ସବୁ କଥା ଗୁଡାକ ସବୁ ବିଶୃଙ୍ଖଳ, କିନ୍ତୁ ଅନିବାର୍ଯ୍ୟ ଭାବେ ସେ ଆସିବାକୁ ବାଧ୍ୟ, ଯେ ପର୍ଯ୍ୟନ୍ତ ରିଜନିଂ ମାଇଣ୍ଡ ଆସିନି। ତାପରେ କହୁଛନ୍ତି ସେଭଳି ଏକ ରାଜ୍ୟକୁ କେମ୍ ରିଜନ। ଆପଣ ଦେଖନ୍ତୁ, ଏଇ ଯୋଉ ଜଗତ କଥା ସବୁ ବର୍ଣ୍ଣନା ଆଗରୁ ପଢିଲେ ପ୍ରାଣମୟ ଜଗତରେ, ତାର ଗୋଟେ ଛାୟା ଏଥିରେ ପ୍ରତିଫଳିତ ହେଉଛି। ସେଇଭଳି ଏକ ଜଗତକୁ ରିଜନ ଆସିଲେ। ଆଗତ ହେଲା ମହାହେତୁବୋଧ ବା ଯୁକ୍ତି ବୁଦ୍ଧି, ଯାହା ସ୍ଥୂଳ ଖର୍ବ ଦୈବିକ କାରିଗର, ସ୍ଥୂଳ ଖର୍ବ ଦୈବିକ କାରିଗର, ସ୍କ୍ୱାର୍ଡ ଅର୍ଥ ସ୍ଥୂଳ, ସ୍ଥୂଳ ଆଉ ଖର୍ବ, ଯୁକ୍ତି ଖର୍ବ ଦୈବିକ କାରିଗର, ଗଡ ହେଡ ଆର୍ଟିସିଆନ, ଗୋଟେ ଦୈବିକ କାରିଗର ଭଳିଆ ଆସେ, କିନ୍ତୁ ସେ ସ୍ଥୂଳ ଏବଂ ଖର୍ବ। କିନ୍ତୁ ଜଗତରେ ବର୍ତ୍ତମାନ ତାକୁ ବହୁତ ଗୁରୁତ୍ୱ ଦିଆଯାଏ, এই ରିଜନିଂ ମାଇଣ୍ଡକୁ। କୋର୍ଟ କଚେରୀ ମାନଙ୍କରେ ରିଜନିଂ ମାଇଣ୍ଡ ଉପରେ ବହୁ ଲୋକ ଦଣ୍ଡିତ ହୁଅନ୍ତି, କେତେ ଲୋକ ଦଣ୍ଡ ପାଇବାର ଖସି ଯାଆନ୍ତି। ଏ ସବୁ ରିଜନିଂ ମାଇଣ୍ଡର କାମ। ଯିଏ ରିଜନିଂ ମାଇଣ୍ଡରେ ଯୋଉ ଭଳି ଭାବରେ କୋର୍ଟରେ ଉପସ୍ଥାପନ କରିକିରି
ତାର ସପୋର୍ଟରେ ଯାହା ସବୁ କହେ ସେଟା ଯଦି ପ୍ରମାଣିତ ହେଇଯାଏ ସେ ରକ୍ଷା ପାଇଯାଏ। ଯିଏ କରିପାରେନି ସେ ଦଣ୍ଡିତ ହୁଏ। ତେଣୁ ରିଜନିଂ ମାଇଣ୍ଡରେ ବହୁତ କଥା ଅଛି। ରିଜନିଂ ମାଇଣ୍ଡ ଦ୍ୱାରା ସେ ରିଜନିଂ ମାଇଣ୍ଡ ଆସୁଛି ଯୋଉଠିକି ଏଇଭଳିଆ ଅଯୌକ୍ତିକ ଜଗତ ମଧ୍ୟକୁ ବିଳମ୍ବରେ ଆସିକରି ପହଞ୍ଚୁଛି। ଆଗତ ହେଲା ମହାହେତୁ ବୋଧକ ଯୁକ୍ତି ବୁଦ୍ଧି ଶୂଳ ଖର୍ବ ବୈବି କାରିଗର ମହାକାଳର ଏକ ଶୈଳ ଶ୍ରେଣୀ ଶିଖର ଉପରେ ତାର ସଂକୀର୍ଣ୍ଣ ନିବାସ। ଏଟାକୁ କଳ୍ପନା କରନ୍ତୁ, ମହାକାଳ ଜଡଭୂମିରୁ ମହାକାଳ ଏ ସୃଷ୍ଟିକୁ ଆଗକୁ ଆଗକୁ ନେଉଛି। କଳ୍ପନା କରନ୍ତୁ ଗୋଟେ ପାହାଡ, ପର୍ବତ ଶ୍ରେଣୀ, ସେ ଭୂମି ଭିତରେ ଥିଲା। ଭୂମି ଭିତରେ ସେ ଥିଲା। ସେ ପାହାଡ ଧୀରେ 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 ବୃଦ୍ଧିପ୍ରାପ୍ତ ହେଇକରି ତାର ଗୋଟେ ଶିଖରକୁ ପହଞ୍ଚିଛି। ସେ ପାହାଡଟା ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହେଇକରି ଶିଖରରେ ପହଞ୍ଚିଛି। ପ୍ରକୃତିର କ୍ରିୟାକଳାପ ଭିତରେ ସେମିତି ବିବର୍ତ୍ତନର ଧାରାରେ ଜଳ ମଧ୍ୟରେ ଥିଲା, ଜଳ ମଧ୍ୟରୁ ଧୀରେ 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 ଉଠିକିରି ଉପରକୁ ଉଠିଛି ଏବଂ ସେ କଣ ହେଲା, କୋଉଠି ପହଞ୍ଚିଲା, ଶୈଳ ଶ୍ରେଣୀ ଶିଖର। ବହୁତ ଗୁଡେ ପାହାଡ ପର୍ବତର ଅଗ୍ରଭାଗ ହଉଛି ଶିଖର। ସେଇ ଶିଖରରେ ପାହାଡଟା ଆଗରୁ ପହଞ୍ଚି ନଥିଲା। ସେ ନିମ୍ନ ଭୂମିରୁ ଉଠି 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 ଯାଇ ସେଠି ପହଞ୍ଚିଲା। ତା ଉପରକୁ ଆଉ କିଛି ନାହିଁ ସ୍ଥୂଳ ଭାବରେ। ସୂକ୍ଷ୍ମରେ ଥାଇପାରେ, ସ୍ଥୂଳ ଭାବରେ କିଛି ନାହିଁ। ସେଇଟା ଯୋଉ ଭଳି ଇଏ ହେଲା, ଏଇ ଯୋଉ ରିଜନ ଆସିଲା, ରିଜନଟା ହଉଛି ବିବର୍ତ୍ତନର ଟପ୍। ବିବର୍ତ୍ତନ ଧାରାରେ ବର୍ତ୍ତମାନ ସୁଦ୍ଧା ରିଜନଟା ହଉଛି ସର୍ବୋତ୍କୃଷ୍ଟ। ସିଏ ପାହାଡ ଭଳି ତଳୁ ଉଠି ଉଠି ଉପରେ ଯାଇକରି ପହଞ୍ଚିଛି। ସେ ଯୋଉ ତାର ମହାକାଳର ଶୈଳ ଶ୍ରେଣୀ ଶିଖର, ତା ଉପରେ ତାର ସଂକୀର୍ଣ୍ଣ ନିବାସ। ସଂକୀର୍ଣ୍ଣ ନିବାସ କଣ? ବିରାଟ ଭାବରେ ବିସ୍ତୃତ ହେଇନି ସେ, ଏବଂ ଗୋଟେ ଘର ତା ଭିତରେ ଅଛି, ସେଇଠି ହିଁ ସେ ବାସ କରୁଛି। ନିମ୍ନରୁ ଉଠି ଉଠି ଆସିଛି ପାହାଡ ଏବଂ ସେ ଭିତରେ ସେ ବାସ କରୁଛି, କିନ୍ତୁ ତାର ଗୋଟେ ସଂକୀର୍ଣ୍ଣ ନିବାସରେ ବାସ କରୁଛି। ଇଏ କିଏ ନା ଇଏ ହଉଛି ରିଜନ। ଏଟା ଆରମ୍ଭ ହେଲା, କିନ୍ତୁ ନେକ୍ସଟ କ୍ଲାସରୁ ଏ ରିଜନିଂ ମାଇଣ୍ଡ କଥାଟା ଚାଲିବ ଏବଂ ଏ କ୍ୟାଣ୍ଟରର ଶେଷ ପର୍ଯ୍ୟାୟରେ ଆମେ ପହଞ୍ଚିବା। ମୁଁ ବୁଝିପାରୁନି ଆପଣ ଏଇ ସବୁ ଯୋଉ ଆଲୋଚନା କେତେ ଦୂର ପରିମାଣରେ ବୁଝିଥିବେ। ତେଣୁ ମା ଯେତିକି ବୁଝେଇଲେ ଆମେ ବୁଝିବା ନ ପରିବା ନ ବୁଝିବା ଆମ ଉପରେ ନିର୍ଭର କରେ। କାରଣ ସେ ସବୁ ବହୁ ଜଟିଳ ଇମେଜ ଗୁଡାକ, ସେଥିପାଇଁ ତାକୁ ବୁଝିବା କଷ୍ଟକର ହୁଏ। ଆଗକୁ ଦେଖିବା ରିଜନିଂ ମାଇଣ୍ଡରେ କଣ ସବୁ ବନା ହେଇଛି। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ମା ଆପଣମାନଙ୍କର ସମସ୍ତଙ୍କର ମଙ୍ଗଳ କରନ୍ତୁ। ମୁଁ ବର୍ତ୍ତମାନ ମାଙ୍କ ଚରଣରେ ଗଭୀର କୃତଜ୍ଞତାର ସହିତ ଆଜିର ଏସବୁ ଜିନିଷକୁ ତାଙ୍କ ଚରଣରେ ସମର୍ପଣ କରି ମୋର ବକ୍ତବ୍ୟ ଏଠି ଶେଷ କରୁଛି। ଆପଣମାନେ ଯେଉଁମାନେ ଯୋଗ ଦେଇଛନ୍ତି ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ନମସ୍କାର ଜଣାଇ ରହୁଛି।